ଆମେ ସମସ୍ତେ ପ୍ରାର୍ଥନା ଉପବାସ ଏ ସବୁଥିରେ ଜାଗିକି ରହିକିରି ଆଗକୁ ବଢିବାର ଅଛି। ଆଉ ପରମେଶ୍ୱରଙ୍କର ବହୁତ ପୁସ୍ତକ ଗୁଡାକ ଅଛି। ଏମିତି ପୁସ୍ତକ ମାନେ 66 ପୁସ୍ତକ ନାହିଁ ବାଇବେଲର। ପ୍ରଭୁଙ୍କର ବହୁତ ପୁସ୍ତକ ଅଛି। ଆଉ ସେ ପୁସ୍ତକ ଭିତରେ ଗୋଟିଏ ପୁସ୍ତକ ହଉଛି ଯୁଦ୍ଧ ପୁସ୍ତକ। କଣ ସେ ପୁସ୍ତକ? ଯୁଦ୍ଧ ପୁସ୍ତକ। ଏଇଟା ଗଣନା ଆଉ 21 14 15 ଟିକେ ପଢିବା। ଗଣନା 21 14 15। এই ନିମନ୍ତେ ସଦାପ୍ରଭୁଙ୍କ ଯୁଦ୍ଧ ପୁସ୍ତକରେ କଥିତ ଅଛି, ଯଥା ଘୂର୍ଣ୍ଣି ବାୟୁରେ ବାହେବଙ୍କୁ ଓ ଆର୍ଣ୍ଣର ସକଳ ଉପତ୍ୟକା, ପୁଣି ଆରର ବାସସ୍ଥାନଗାମୀ ଓ ମୋୟାବ ସୀମାର ପାର୍ଶ୍ୱସ୍ଥିତ ଗଡ଼ନ୍ତି ଉପତ୍ୟକା ସକଳକୁ ସେ ଜୟ କଲେ। ବାସ୍। ହେଲେ ଆମେନ୍। ଯୁଦ୍ଧ ପୁସ୍ତକ ବୋଲି ଗୋଟେ ପୁସ୍ତକ ଅଛି, ଯୋଉଟା କି ଏବେ ମାର୍ଚ୍ଚ ମାସରେ ଖୋଲା ହେଇଗଲା। ସେଟା ଏବେ ଚାରିଆଡେ ଲାଗିଯିବେ ଝଗଡା ଝାଟି। ସେଟା ପରମେଶ୍ୱରଙ୍କର ସବୁ ବାକ୍ୟ ସତ୍ୟ। ଆଉ ମଣିଷ ପାଇଁ ଦିଟା ପୁସ୍ତକ ବହୁତ ଇମ୍ପୋର୍ଟାଣ୍ଟ। ସେଟା ହଉଛି ଆଉ ପ୍ରକାଶିତ 20:12 ଟିକେ ପଢନ୍ତୁ। ସେଠି ପୁସ୍ତକ ଗୁଡାକ ଫିଟା ଗଲା ବୋଲି ଲେଖା ଅଛି। ପ୍ରକାଶିତ 20:12। ପୁଣି ମୁଁ କ୍ଷୁଦ୍ର ଓ ମହାନ ସମସ୍ତ ମୃତ ଲୋକଙ୍କୁ ସିଂହାସନର ସମ୍ମୁଖରେ ଠିଆ ହୋଇଥିବାର ଦେଖିଲି। ଆଉ ପୁସ୍ତକ ସବୁ ଫିଟାଗଲା। ପରେ ଜୀବନ ପୁସ୍ତକ ନାମକ ଆଉ ଗୋଟିଏ ପୁସ୍ତକ ଫିଟାଗଲା। ସେଇ ପୁସ୍ତକ ମାନଙ୍କରେ ଲିଖିତ ବିଷୟ ପ୍ରମାଣେ ମୃତମାନେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ। ହେଲେ ଆମେ ଦେଖୁଛେ ଅନେକ ପୁସ୍ତକ ଅଛି। ସେ ଅନେକ ପୁସ୍ତକ ଭିତରେ ମେନ୍ ଆସିବ ଦିଟା ପୁସ୍ତକ, ଯୋଉଟା କି ମଣିଷର କର୍ମ ପାଇଁ ଜୀବନ ପୁସ୍ତକ ଆସିବ। ହେଲେ ମୁଁ ଆଗରୁ ମଧ୍ୟ ଆପଣ ମାନଙ୍କୁ କହିଥିଲି ଗୋଟେ ଆଗ ଥର ଚାପ୍ଟରରେ, ଆଉ ମଣିଷ ଯେତେବେଳେ ଠିଆ ହବ ସେ ସମୟରେ ବିଚାର ସମୟରେ, ଆଉ ପ୍ରଥମରେ ଆଇବ 20:27 ଆକାଶ ଆଉ ପୃଥିବୀ ଆସିବ। ତାପରେ ଦ୍ୱିତୀୟରେ ହବକୁକ 2:11 ନିଜର ଘରର କାନ୍ଥ ବାଡ଼ ଆସିବ। ତାପରେ 3ରେ ଆଉ ପ୍ରକାଶିତ 20:12 ଜୀବନ ପୁସ୍ତକ ଆସିବ। ଏ ତିନିଟା ଜଜମେଣ୍ଟ ପରେ ସ୍ୱର୍ଗ ଆଉ ନରକ ଯୁଆଡେ ଫିଙ୍ଗି ଦେବେ ପରମେଶ୍ୱର। ମଣିଷ ଯେତେବେଳେ ଠିଆ ହବ ସେତେବେଳେ ଆକାଶକୁ ଡକେଇବେ ଆଉ ପୃଥିବୀକୁ ଡକେଇବେ ପରମେଶ୍ୱର। ଆଉ ସେଟା ଯୋଉଟା ଆଇବ 20:27 ଲେଖା ହେଇଛି। ଆଉ ତାପରେ 2ରେ ନିଜ ଘରର କାନ୍ଥ ବାଡ଼, ଯିଏ ଯୋଉଟେ ଏବେ ଘରେ ରହୁଛ ସେ ଘରର କାନ୍ଥ ବାଡ଼ ପରମେଶ୍ୱର କହିବେ, କାନ୍ଥ କ ଏ ପଥର କ ଇଏ ମଣିଷ ଠିକ କି ନାଇଁ, ବାଇବେଲ ପଢୁଥିଲା କି ନାଇଁ ବୋଲି କହିବେ। ସେତେବେଳେ ଆଉ ହବକୁକ 2:11 ଆସିବ ସେ ବାକ୍ୟ। ଆଉ ତାପରେ 3 ନମ୍ବର ଜଜମେଣ୍ଟରେ ପ୍ରକାଶିତ ଆଉ 20:12 ଆଉ ନିଜ ନିଜର କର୍ମ ଅନୁଯାୟୀ ମନୁଷ୍ୟର ତିନିଟା ବାକ୍ୟ ପରେ ତାପରେ ପରମେଶ୍ୱର ଫିଙ୍ଗି ଦେବେ। ଏ ତିନିଟା ବାକ୍ୟ ପରେ ବିଚାରକୁ ଆସିବ। କିନ୍ତୁ ପରମେଶ୍ୱର ଏବେ ଗୋଟେ ପୁସ୍ତକ ରଖିଥିଲେ, ଆଉ ସେ ପୁସ୍ତକର ନାଁ ହଉଛି ଜୀବନ ପୁସ୍ତକ, ଯାହା ଗଣନା 21:14 ଲେଖା ହେଇଛି। ସେ ଯୁଦ୍ଧ ପୁସ୍ତକ ଏବେ ଆମେ ଦେଖୁଛେ। ଆଉ ଏବେ ଚାରିଆଡେ ମାନେ ଏବେ ଝଗଡା ଝାଟି ହେଲା। ଆଉ ପୁରା ଇରାକ ସେଠି ମୋୟାବ ବୋଲି ଲେଖା ହେଇଛି। ଆଉ ସେ ମୋୟାବ ହଉଛି ସେ ଇରାକ ଇରାନ ଏସବୁ ଜାଗାକୁ ବୁଝଉଛି। ଆଉ ଏବେ ଯୁଦ୍ଧ ପୁରା ଆରମ୍ଭ ହେଲାଣି, ମାତ୍ର ପରମେଶ୍ୱର ଜୟ କରିବେ। କିନ୍ତୁ ଆମକୁ 7ଟା ସନ୍ନିକଟ ଏବେ ଜାଣିବାର ଅଛି। କଣ କଣ 7ଟା ସନ୍ନିକଟ ଶୀଘ୍ର ଶୀଘ୍ର ପଢିବେ। ଆଉ ମାଥ୍ୟୁ 3:2, ମାଥ୍ୟୁ 3:2 କଣ କଣ ସନ୍ନିକଟ ଆମେ ରେଡି ହେବା ପାଇଁ। ମାଥ୍ୟୁ 3:2। ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ଗୋଟେ ସନ୍ନିକଟ ହଉଛି ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ଓକେ। 2 ହଉଛି ରୋମିଓ 13:12-13 କଣ ସନ୍ନିକଟ। ରୋମିଓ
13:12-13। ରାତି ରାତ୍ରି ପାହାନ୍ତା ପାହାନ୍ତା ହେଉଅଛି, ଦିବସ ସନ୍ନିକଟ। ଅତଏବ ଆସ, ଆମ୍ଭେମାନେ ଅନ୍ଧକାରର କର୍ମ ସବୁ ପରିତ୍ୟାଗ କରି ଆଲୋକର ଶଯ୍ୟା ପରିଧାନ କରୁ। ରଙ୍ଗରସ ଓ ମତତାରେ, ଲମ୍ପଟତା ଓ କାମୁକତାରେ, ବିବାଦ ଓ ଈର୍ଷାରେ ଆଚରଣ ନ କରି ଆସ, ଆମ୍ଭେମାନେ ଦିବସର ବିହିତ ଭଦ୍ର ଆଚରଣ କରୁ। ବାସ୍ ଏବେ ରଙ୍ଗରସ କରିବା ଆଉ ଏବେ ସମୟ ନାହିଁ। ଆସ ବାହାଘର ହବା, ପିଲାପିଲି ଜନ୍ମ କରିବା, ଏ ରଙ୍ଗରସ ସବୁ ଯାକ ବନ୍ଦ। ଏବେ କେତେବେଳେ ପୃଥିବୀ ଧ୍ୱଂସ ହବ ଆଉ ରଙ୍ଗରସକୁ ଛାଡିକିରି ସନ୍ନିକଟ, ଦିବସ ସନ୍ନିକଟ, ଏଇଟା ଦ୍ୱିତୀୟ ସନ୍ନିକଟ। ପ୍ରଥମ ସନ୍ନିକଟ ମନ ପରିବର୍ତ୍ତନ କର, ଆଉ ଦ୍ୱିତୀୟ ସନ୍ନିକଟ ଆଉ କାର କରିବି, ବଙ୍ଗଳା କରିବି, ଘର କରିବି, ମୋ ସ୍ତ୍ରୀକୁ ସଜେଇବି, ଏ ସବୁ ଜିନିଷ ଛାଡି ଦେଇକିରି ରଙ୍ଗରସ ସବୁ ଛାଡିକିରି ଏବେ ପୁରା ଆରାଧନା ପ୍ରାର୍ଥନା ଏ ରେଡି ହେଇକିରି ରହିବା ଅଛି। 2 ଆଉ 3 ହଉଛି ପ୍ରଥମ ପିତର 4:7। ଆଉ କଣ ସନ୍ନିକଟ? ପ୍ରଥମ ପିତର 4:7। ମାତ୍ର ମା- ସମସ୍ତ ବିଷୟର ଅନ୍ତିମ କାଳ ସନ୍ନିକଟ। ଅତଏବ ସୁବୁଦ୍ଧି ହୁଅ, ପୁଣି ପ୍ରାର୍ଥନା କରିବା ପାଇଁ ସଚେତନ ଥାଅ। ମୁଁ କହୁନି, ବାଇବେଲ କହୁଛି ସୁବୁଦ୍ଧି ହେଇକିରି ପୁରା ରେଡି ହୁଅ ସମସ୍ତେ। ସନ୍ନିକଟ, ପ୍ରଥମ ସନ୍ନିକଟ ମନ ପରିବର୍ତ୍ତନ କର, 2 ସନ୍ନିକଟ ହଉଛି ରଙ୍ଗରସ ଆଉ କରନି, ଆଉ 3 ସନ୍ନିକଟ ହଉଛି ପ୍ରାର୍ଥନା କରିକି ଜଲ୍ଦି ରେଡି ହୁଅ ବୋଲି କହୁଛନ୍ତି। ଆଉ 4 ସନ୍ନିକଟ ହଉଛି ପ୍ରକାଶିତ 22:10-11। ଆଉ ପ୍ରକାଶିତ ସେ ମତେ କହିଲେ, ତୁମ୍ଭେ ଏହି ପୁସ୍ତକର ଭାବବାଣୀ ସବୁ ମୁଦ୍ରାଙ୍କିତ କର ନାହିଁ, କାରଣ ସମୟ ସନ୍ନିକଟ। ଯେ ଅଧର୍ମଚାରୀ ସେ ଆହୁରି ଅଧର୍ମଚରଣ କରୁ, ଯେ ଅଶୁଚି ସେ ଆହୁରି ଅଶୁଚି ହେଉ, ପୁଣି ଯେ ଧାର୍ମିକ ସେ ଆହୁରି ଧର୍ମଚରଣ କରୁ, ଯେ ପବିତ୍ର ସେ ଆହୁରି ପବିତ୍ର ହେଉ। ଦେଖ, ଆମ୍ଭେ ଶୀଘ୍ର ଆସୁଅଛୁ, ପ୍ରତ୍ୟେକ ଲୋକକୁ ତାହାର କର୍ମାନୁସାରେ ଫଳ ଦେବାକୁ ଆମ୍ଭର ପୁରସ୍କାର ଆମ୍ଭ ସଙ୍ଗରେ ଅଛି। ପୁରସ୍କାର 7ଟା ପୁରସ୍କାର ଅଛି, ସେଟା ପ୍ରକାଶିତର 2 ଆଉ 3 ଭିତରେ ଆପଣ ଦେଖିବେ 7ଟା ପୁରସ୍କାର ଅଛି, ମଣିଷକୁ ଦିଆହବ ସେତେବେଳେ ସ୍ୱର୍ଗକୁ ଗଲା ପରେ। ଆମ ପୁରସ୍କାର ଆମ ସାଙ୍ଗରେ ଅଛି, ସେଥିପାଇଁ ସନ୍ନିକଟ ରେଡି ହବ ବୋଲି କହିଲେ। ଆଉ ତାପରେ କେତେଟା ସନ୍ନିକଟ କହିଲି ଯେ? ଗୋଟେ ହଉଛି ଚାରିଟା। ଚାରିଟା କହିଲି। ଗୋଟେ ସନ୍ନିକଟ ମନ ପରିବର୍ତ୍ତନ କର, ଦ୍ୱିତୀୟ ସନ୍ନିକଟ କଣ? ରଙ୍ଗରସ ରଙ୍ଗରସ କର୍ଣ୍ଣ। ଆଉ 3 ସନ୍ନିକଟ କଣ? ପ୍ରାର୍ଥନାରେ ସଚେତନ ଥାଅ। 4 ସନ୍ନିକଟ ଏବେ ଯୋଉଟା ଆମର, କହିଲେ ହଁ 4 ପୁରସ୍କାର ସନ୍ନିକଟ। ପୁରସ୍କାର ପୁରସ୍କାର 5 ସନ୍ନିକଟ। ରୋମିଓ 13:11। ରୋମିଓ 13:11। ରଙ୍ଗରସ ଓ ମତତାରେ, ଲମ୍ପଟତା ଓ କାମୁକତାରେ, 13:11 କହିଲେ ସାର୍। ହଁ 13:11 ରୋମିଓ ନାହିଁ। ପୁଣି ଏବେ ତୁମ ମାନଙ୍କର ନିଦ୍ରାରୁ ଜାଗ୍ରତ ହେବାର ସମୟ ଯେ ଉପସ୍ଥିତ, ଏହା ଜାଣି ଏହି ସବୁ କର, କାରଣ ଆମ୍ଭମାନଙ୍କର ବିଶ୍ୱାସ କରିବାର ଦିନଠାରୁ ବର୍ତ୍ତମାନ ପରିତ୍ରାଣ ଆମ୍ଭମାନଙ୍କର ଅଧିକ ସନ୍ନିକଟ। ବାସ୍ ଯୋଉଦିନ ବିଶ୍ୱାସ କଲ ସେଦିନଠୁ ଏବେ ପର୍ଯ୍ୟନ୍ତ ପରିତ୍ରାଣ ରାଇଟ ରେ ହେଇଛି ନା ନାଇଁ, ସେଟା ପାଇଁ ତମେ ସନ୍ନିକଟ ଅଛି, ତମେ ରେଡି ହୁଅ ବୋଲି କହୁଛନ୍ତି। ହାଲେଲୁୟା। ତେଣୁକରି ହାଲେଲୁୟା। ଏଇଟା 5 ନମ୍ବର ସନ୍ନିକଟ। ତାପରେ 6 ନମ୍ବର ସନ୍ନିକଟ ହଉଛି ଓବଦ୍ୟ 1:15। ଓବଦ୍ୟ 1:15। କାରଣ ସକଳ ଗୋଷ୍ଠୀ ଉପରେ ସଦାପ୍ରଭୁଙ୍କର ଦିନ ସନ୍ନିକଟ। ତୁମେ ଯେପରି କରିଅଛ, ତୁମ ପ୍ରତି ସେହିପରି କରାଯିବ। ତୁମ୍ଭ କୃତ ବ୍ୟବହାରର ପ୍ରତିଫଳ ତୁମ୍ଭ ନିଜ ମସ୍ତକରେ ବର୍ତ୍ତିବ। ଯେମିତି କରିବ ସେମିତି ପାଇବ। ଆମେ ଯେମିତି ବୁଣିବା ସେମିତି କାଟିବା ବୋଲି ଗୋଟେ ଅଛି ନା? 6:7 ଲେଖା ହେଇଛି, ଆମେ ଯେମିତି ବୁଣିବା ସେମିତି କାଟିବା। ଏଇଟା ରେଡି ହବ, ଏଇଟା ସନ୍ନିକଟ। ଆଉ 7 ନମ୍ବର ସନ୍ନିକଟ ହଉଛି ଲୁକ 21:31। ଲୁକ 21:31। ସେହିପରି ତୁମେମାନେ ମଧ୍ୟ ଏହି ସମସ୍ତ ଘଟଣା ଦେଖିଲେ ଈଶ୍ୱରଙ୍କ ରାଜ୍ୟ ଯେ ସନ୍ନିକଟ, ଏହା ଜାଣ।
ଯେତେ ଜଣ ବସିଛ ଇମାନୁଏଲ ପ୍ରେୟର ରେ ଏହା ସବୁ ଦେଖିଲେ ରେଡି ହେଇଗଲାଣି ଆମେରିକା ଆଉ କଣ ଆଉ ଇରାନ। ଇରାନ ଇରାନ ହଁ, ଇସ୍ରାଏଲ ଆଉଥରେ ଏଇ ବାକ୍ୟଟା ପଢିଦିଅ ଭାଇ, କଣ ସନ୍ନିକଟ? ସେହି ସେହିପରି ତୁମେମାନେ ମଧ୍ୟ ଏହି ସମସ୍ତ ଘଟଣା ଦେଖିଲେ ଈଶ୍ୱରଙ୍କ ରାଜ୍ୟ ଯେ ସନ୍ନିକଟ ଏହା ଜାଣ। ବାସ୍, ହେଲେ ମୁଁ ସାତୁଟା ସନ୍ନିକଟ କହିଦେଲି ଆପଣ ମାନଙ୍କୁ। ଏବେ ସାତୁଟା ସନ୍ନିକଟ ଏହା ଦେଖିଲା ପରେ ତମେ ଜାଣ ବୋଲି କହିଲେ। ହେଲେ ଏବେ ମୁଁ କଣ କରିବି? ଏବେ ଯେତେ ଇମାନୁଏଲ ରେ ବସିଛନ୍ତି ଏବେ କଣ କରିବେ? ଗୋଟେ ଯୁଦ୍ଧ ପୁସ୍ତକ ରେଡି ହେଲାଣି, ହେଲେ ଆମେ କଣ କରିବା? ଆପଣ ମାନଙ୍କୁ ସମସ୍ତଙ୍କୁ ଜଣା, ମୁଁ ଆପଣ ମାନଙ୍କୁ ଆପଣ ପାଖରୁ ବୟସରେ କମ, ସବୁ ଜିନିଷରେ କମ, କିନ୍ତୁ ପରମେଶ୍ୱର ମତେ ଯାହା ଶିଖେଇଛନ୍ତି ମୁଁ ସେଟା ଏବେ ଆପଣ ମାନଙ୍କୁ କହୁଛି। ଆମେ ଏବେ କଣ କରିବା? ଏବେ ସବୁ ସମୟ ସନ୍ନିକଟ ହେଇଗଲାଣି, ଆମେ ରେଡି ହେବା। ଏ ରେଡି ଭିତରେ ଆମକୁ ପରମେଶ୍ୱର ଯୋଡା ଗଣନା ଆଉ 21:14 ଗୋଟେ ଯୁଦ୍ଧ ପୁସ୍ତକ ରଖିଥିଲେ, ସେଟା ଏବେ ଫିଟା ହେଇଗଲା। ଆଉ ସେ ଫିଟା ହେଇଗଲା ପରେ ଏବେ ଦେଶ ସବୁ ଯାକ ଲାଗିଗଲେ। କିନ୍ତୁ ମୁଁ କଣ କରିବି? ଏବେ ଆମର ଇମାନୁଏଲ ର ନାଗ ଭାଇ କଣ କରିବ? ପୋଲିସ ଚାକିରି ଛାଡିବ ନା ବାଇବେଲ ପଢିବ ନା କଣ କରିବ? ମୁଁ କଣ କରିବି? ହେଲେ ମୁଁ କଣ କରିବି ସେ କଥାଟା ମୁଁ ଆପଣ ମାନଙ୍କୁ କହିବି। ଆଉ ମୁଁ କଣ କରିବି? ଆଚ୍ଛା, ପରମେଶ୍ୱର ସହିତ ଯୁଦ୍ଧ କିଏ କରିଥିଲେ? ପ୍ରଥମ ଯୁଦ୍ଧ କିଏ କରିଥିଲେ? ବାଇବେଲଟା ଯାକ ଭିତରେ ପ୍ରଥମ ଯୁଦ୍ଧ। ହଁ, ହେଲେ ଆଚ୍ଛା, ଜାକୁବ ମଣିଷ ନା ଗାଈ ନା କଣ ଥିଲା ସେ? ମଣିଷ 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 କେତେ ଫୁଟର ମଣିଷ ଥିବ ସେ? 5 ଫୁଟ 5 ଫୁଟ। ହେଲେ ମଣିଷ ହଉଛି ଗୀତ ସଂହିତା 103:14 ଲେଖା ହେଇଛି, ମଣିଷ ହଉଛି ଧୂଳି ବେଲିକିରି। ଆଉ ଧୂଳିର ମନୁଷ୍ୟ ପରମେଶ୍ୱର ସହିତ ଯୁଦ୍ଧ କରିବ କି? ସ୍ୱର୍ଗ ନାଇଁ। ମୋର ସିଂହାସନ, ପୃଥିବୀ ମୋର ପାଦପୀଠ ନାହିଁ। ହେଲେ ଏଇଟା କାହିଁକି ତାକୁ ଯୁଦ୍ଧ କରାଇ ଦେଲେ ପରମେଶ୍ୱର? ଆହୁରି ଜିତୁଛି କିଏ? ଯେ ସେ ଏକା ଜିତୁଛି। ଆରେ ଆରେ ତା କେମିତି କଥା? ଗୋଟେ ଧୂଳି ଲୋକ ମଣିଷ ସିଏ ଫୁଙ୍କି ଦେଲେ ଉଡିଯିବ ବୋଲି ଲେଖା ହେଇଛି। ଆଇବ 34:14-15 ଲେଖା ହେଇଛି, ଆମେ ଯେବେ ମନୁଷ୍ୟ ଉପରେ ମନ ଦେବା ତାକୁ ଆମେ। ଆଇବ 34:14-15 କାହିଁ ପଢିଲ? ମୋ ପାଟିକି ଯୋଉଟା ଆସୁଥିବ ସ୍ପିଡ ପଢୁଥିବ। ଆଜି ଆଇବ 34:14-15 ପଢ। ଯେବେ ଯେବେ ସେ ମନୁଷ୍ୟ ଉପରେ ଆପଣା ମନ ଦେବେ, ଯେବେ ସେ ତାହାର ଆତ୍ମା ଓ ନିଶ୍ୱାସ ଆପଣା ନିକଟରେ ସଂଗ୍ରହ କରିବେ, ତେବେ ସକଳ ପ୍ରାଣୀ ଏକତ୍ର ବିନଷ୍ଟ ହେବେ ଓ ମନୁଷ୍ୟ ପୁନର୍ବାର ଧୂଳିରେ ମିଶିଯିବ। ହେଲା, ଏଇଟା ହଉଛି ମନୁଷ୍ୟର ମାନେ ଗତିବିଧି ବୋଲି ଭାବ। ହେଲେ ଗୋଟେ ଧୂଳି ମନୁଷ୍ୟ ପରମେଶ୍ୱର ସହିତ ଝଗଡା ହବ କି? ହେଲେ ଏଥିରେ କଣ, ଏଇଟାରେ କଣ ଆମେ ଶିଖୁଛେ? ପରମେଶ୍ୱରକୁ ଆହୁରି ହରେଇ ଦଉଛି ବୋଲି ଲେଖା ହଉଛି। ନାଇଁ, ପରମେଶ୍ୱର ଯୁଦ୍ଧ ଶିଖଉଛନ୍ତି। ରେ ମଣିଷ ଜାତି, ଅନେକ ଆହୁତ, ଅଳ୍ପ ମନୋନୀତ, ଯୁଦ୍ଧ ନ କରିକିରି ମୋ ପାଖକୁ ଆଇବୁନୁ। ଯୁଦ୍ଧ ଶିଖଉଛନ୍ତି ପରମେଶ୍ୱର। ଯୁଦ୍ଧ ବେଲେ ଘର ଭିତରେ ସ୍ୱାମୀ ସ୍ତ୍ରୀ କୁକୁଡା ଯୁଦ୍ଧ, ସେ ଯୁଦ୍ଧ ନାହିଁ। ଯୁଦ୍ଧ ଶୈତାନ ସହିତ ଯୁଦ୍ଧ, ଜଗତ ସହିତ ଯୁଦ୍ଧ, Praise the Lord. ସହିତ ଯୁଦ୍ଧ। Praise the Lord. ଯୁଦ୍ଧ କରିକିରି ସେ ରୋମିଓ 8:14 ଲେଖା ହେଇଛି, ଯେଣୁ ଯେତେ ଲୋକ ଈଶ୍ୱରଙ୍କର ଆତ୍ମାଙ୍କ ଦ୍ଵାରା ଚାଳିତ ହୁଅନ୍ତି ସେମାନେ ଈଶ୍ୱରଙ୍କର ସନ୍ତାନ। ଆତ୍ମା ପ୍ୟୁରିଫାଇ ହେବା ପାଇଁ ଯୁଦ୍ଧ ଦରକାର। ସେଥିପାଇଁ ପରମେଶ୍ୱର ଜାକୁବକୁ ଆଦି 32:24-27-28 ସେ କଣ କଲେ? ଆଉ ଯୁଦ୍ଧ ଶିଖେଇଲେ। କଣ ଶିଖେଇଲେ? ଯୁଦ୍ଧ ଶିଖେଇଲେ। ଯୁଦ୍ଧ ନ କରିକିରି ତମେ ମୋ ପାଖକୁ ଆସିପାରିବ ନାହିଁ। ଅନେକ ଆହୁତ, ଅଳ୍ପ ମନୋନୀତ ଲୋକ ଆଗା ଯୁଦ୍ଧ କରିବେ। ପୃଥିବୀରେ ଯୋଉ ଯୁଦ୍ଧ ଚାଲିଛି ସେ ଯୁଦ୍ଧ ଅଲଗା, କିନ୍ତୁ ଆତ୍ମାର ଯୁଦ୍ଧ ହବାଛି। ତେଣୁକରି ପରମେଶ୍ୱର ଆଉ ଜାକୁବକୁ ଆଉ ସେ ସମୟରେ ଯୁଦ୍ଧ ଶିଖେଇଥିଲେ। ଆଉ ପାଉଲ ସିଏ ଗୋଟେ ଟାଇମରେ 13ଟା ଜାହାଜ ଥିଲା, ଗମନିଏଲ ପାଖରେ ପାଠ ପଢିଥିଲା, ଏତେ ବଡ ୟୁନିଭର୍ସିଟିରେ ସବୁ ଜ୍ଞାନ ଥାଇକିରି ବାଇବେଲ ଭିତରେ ସେ 13ଟା ପୁସ୍ତକ ଲେଖିଲେ। କେହି ମଧ୍ୟ 12 ଶିଷ୍ୟ ଭିତରୁ ଲେଖିନାହାନ୍ତି, ମାତ୍ର ସେ ଏତେ ଜ୍ଞାନୀ ହେଇକିରି ଲେଖିଲେ। ସିଏ ଜାଣିଥିଲେ ଯେ ଏ ଯୁଦ୍ଧ କଣ। 2 ତିମୋଥୀ 2:3-4 ଏ ଯୁଦ୍ଧ କଣ? 2 ତିମୋଥୀ 2:3-4
ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ଯୋଦ୍ଧା ପରି ମୋ ସହିତ କ୍ଲେଶ ସହ୍ୟ କର। ସେ ଯୁଦ୍ଧ କୌଣସି ହଉଛି କ୍ଲେଶ, ସେ ଯୁଦ୍ଧ ହଁ, ହଉଛି ଦୁଃଖ। ହଁ, ଦୁଃଖରେ ଆକା ଯୋଉମାନେ ଯିବେ, ଘର ହଁ, ବିଲ୍ଡିଂ ସୁନା ଟଙ୍କା ରଖିକିରି ଆରାମରେ 10ଟା କାର ଥାଇକିରି ବୁଲୁଥିବେ, ସେ ଯୁଦ୍ଧ ହଁ, କରିପାରିବେନି ସେମାନେ। ଆଜ୍ଞା। ଖ୍ରୀଷ୍ଟ ଯୁଦ୍ଧ କଣ କହିଲେ? ଖ୍ରୀଷ୍ଟ ଯୀଶୁଙ୍କ ପରି ଜଣେ ଉତ୍ତମ ଉତ୍ତମ ଯୋଦ୍ଧା। ଯୋଦ୍ଧା ପରି, କଣ ଭାଇ ମତେ ଶୁଭିଲାନି, ମତେ ଟିକେ ଶୁଭିବାଟା ଜଣେ କଣ? ଜଣେ ଉତ୍ତମ ଯୋଦ୍ଧା ପରି ମୋ ସହିତ କ୍ଲେଶ ସହ୍ୟ କର। ମୋ ସହିତ କଣ ସହ୍ୟ କର। କ୍ଲେଶ କ୍ଲେଶ। କ୍ଲେଶ। ଯୁଦ୍ଧର ଆରମ୍ଭ ହଉଛି କ୍ଲେଶ, ଦୁଃଖ, ଆନନ୍ଦରେ ନାହିଁ, ଦୁଃଖରେ ଆଗକୁ ଗତି କରିବ। 2 ତିମୋଥୀ 4:7 ମଧ୍ୟ ପଢନ୍ତୁ। ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି, ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ିଅଛି, ମୁଁ ବିଶ୍ୱାସ ରକ୍ଷା କରିଅଛି। ଅବିନାଶ ଭାଇ ନମସ୍କାର। ପ୍ରେଜ୍ ଦ ମୁଁ ଲର୍ଡ ସାର୍। ଉତ୍ତମ ଯୁଦ୍ଧରେ କଣ କରିଛି? ପ୍ରାଣପଣ। ପ୍ରାଣପଣ କରିଅଛି। ହେଲେ ଆମର ଏବେ ଗୀତ ସଂଗୀତା 90:10 ଅନୁଯାୟୀ ବଳ ସକାଶୁ 80 ବର୍ଷ ବଞ୍ଚିବ। ଏଭ୍ରି 9:27 ଅନୁଯାୟୀ ମନୁଷ୍ୟ ଥରେ ଜନ୍ମ ଥରେ ମୃତ୍ୟୁ ଯୀଶୁକୁ ବାହାରେ ପ୍ରେଜେଣ୍ଟ ପକେଇଦବ। ଏ ପ୍ରେଜେଣ୍ଟ ପକେଇଲା ଭିତରେ 80 ବର୍ଷ ଭିତରେ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରି ଦୌଡୁ ଅଛି ବୋଲି କହୁଛନ୍ତି। ସେଥିପାଇଁ ଆମେ ଯୁଦ୍ଧ କରିବାର ଅଛି। ବିନା ଯୁଦ୍ଧରେ ପରମେଶ୍ୱର କେବେ ହେଲେ ମଧ୍ୟ ତାଙ୍କ ସ୍ଥାନରେ ବସେଇବାକୁ ନେବେ ନାହିଁ। ଆଉ ଯଦି ଭଲ ଭାବରେ ଯୁଦ୍ଧ ନ କରିବ, ଜଣେ ଅଛି ସେ ତମ ଘରକୁ ପଳାଇବ। ତମ ଘର ହଉଛି ମନ୍ଦିର, ଶରୀର ହଉଛି ଈଶ୍ୱରଙ୍କର ମନ୍ଦିର। ସେ ମନ୍ଦିର ଭିତରୁ ସେ ପଳା ଆସିବ। ତା ନାଁ ହଉଛି ଶୈତାନ। ଦ୍ୱିତୀୟ ଶୈତାନ। ହଁ। କରନ୍ତୀୟ 2:11, 2 କରନ୍ତୀୟ 2:11। ଯଦି ଯୁଦ୍ଧ କରିବନି ବୋଲେ ସେ ରେଡି ହେଇଯିବ ତମ ପାଇଁ। ଯେପରି ଶୟତାନ ଆମ୍ଭମାନଙ୍କର ଉପକାର କରିବାକୁ ସୁଯୋଗ ପ୍ରାପ୍ତ ନ ହୁଏ, କାରଣ ଆମ୍ଭେମାନେ ତାହାର ସମସ୍ତ ଦୁଷ୍ଟ କଳ୍ପନା ସମ୍ବନ୍ଧରେ ଅଜ୍ଞ ନହୁଁ। ତାହାର କଳ୍ପନା, ଅବିନାଶକୁ କେମିତି ପକେଇବି ତାର କଳ୍ପନା ଅଛି। ତିରୁପତି ପାତ୍ରକୁ କେମିତି ପକେଇବି ତାର କଳ୍ପନା। ଆମର କଳ୍ପନା ନାହିଁ। ଆକୁ ଟଙ୍କା ଦରକାର ନା, ଆକୁ ଘର ଦରକାର ନା, ଆକୁ କଣ ଦରକାର, ଆକୁ ପକେଇ ଦେଇକି ରେଡି ହଉଛି ପରା, ଆକୁ ଗୋଡ ଝିକି ଦେବି। ଶୈତାନ କୋଉ ରୂପରେ ତମ ଦେହ ଭିତରକୁ ଆସିବ, ତୁମେ ତାର ସମସ୍ତ କଳ୍ପନା ସମ୍ବନ୍ଧରେ ଅଜ୍ଞ ନୁହଁ, ଜାଣିପାରିବ ନାହିଁ। ସେ କାହାକୁ ଟଙ୍କା ଧରିକିରି, କାହାକୁ ନାରୀ ଧରିକିରି, କାହାକୁ କୋଉ ମାୟାରେ ଆଣିକିରି ପକେଇବ, ଘର ଭିତରକୁ ଆଇବ। ତେଣୁକରି ସବୁଦିନେ ଯୁଦ୍ଧ ଥିବା ଅଛି। ବାକ୍ୟର ଯୁଦ୍ଧ, ପ୍ରାର୍ଥନାର ଯୁଦ୍ଧ, ଉପବାସର ଯୁଦ୍ଧ। ଆମ ଯୁଦ୍ଧର ଅସ୍ତ୍ର ଶସ୍ତ୍ର ହଉଛି ସେଗୁଡାକ। ତେଣୁକରି ପରମେଶ୍ୱର ଯାକୁବକୁ ଶିଖେଇଲେ, ଯୁଦ୍ଧ ନ କରିକିରି ତୁ ଆସିବୁନି। ଆଉ ତମ ମାନଙ୍କୁ ମଧ୍ୟ ଯୁଦ୍ଧ ଶିଖଉଛି ମୁଁ ବୋଲି। ଏବେ ସଂସାରରେ ସନ୍ନିକଟ ହେଇଗଲା ସବୁ ଜିନିଷ। ଆମେ ଏବେ ଯୁଦ୍ଧର ପ୍ରାଣପଣ କରିକି ଦୌଡ଼ିବାର ଅଛି। ନହେଲେ ସେ 2 କରନ୍ତୀୟ 2:11 ପଳାଇବ। ମାତ୍ର ଖ୍ରୀଷ୍ଟିଆନ ଜୀବନର ଆରମ୍ଭଠୁ, ଯୋଉ ଦିନ ଆରମ୍ଭ ହେଲା ତମର ଖ୍ରୀଷ୍ଟିଆନ ଜୀବନ, ସେଦିନଠୁ ତମର ଯୁଦ୍ଧ ଆରମ୍ଭ ହେଇଗଲା। ପରମେଶ୍ୱର ହିଁ ପଠାନ୍ତି। ପରମେଶ୍ୱର ହିଁ ଶୈତାନକୁ ସୃଷ୍ଟି କରିଛନ୍ତି। ଯାହା ଜିସାୟ 45ରେ ମଧ୍ୟ ଲେଖା ହେଇଛି, ଆମେ ଅନ୍ଧକାର ସୃଷ୍ଟି କରୁ, ଆମେ ଉଜ୍ଜଳ ସୃଷ୍ଟି କରୁ, ଆମେ ଶାନ୍ତି ରଚନା କରୁ, ଆମେ ଅନିଷ୍ଟ ସୃଷ୍ଟି କରୁ। ଶୈତାନକୁ ମଧ୍ୟ ପଠାନ୍ତି ଯେ ତମେ ଯାଅ ତିରୁପତି ସହିତ ଯୁଦ୍ଧ କରିବ। କୃଷରେ ତ ମାରି ଦେଇଛନ୍ତି, କିନ୍ତୁ ତାଙ୍କର କଥା ଶୁଣୁଛି ଶୈତାନ। ଯୁଦ୍ଧ କଲା ସମୟରେ ଯାଅ, ସେ ପ୍ରାଣପଣ ଦୌଡୁଛି କି ନାହିଁ। ତେଣୁକରି ଯେତେ ମୋର ଭାଇ ଭଉଣୀ ବସିଛନ୍ତି, ଏବେ ତମର ଶରୀରର ଯୁଦ୍ଧ ଏବେ ଚାଲିବାଛି। ପୃଥିବୀରେ କଣ ଫାଟି ଯାଉ, କଣ ଘର ଭାଙ୍ଗି ଯାଉ, କଣ ହେଇଯାଉ, ଦେଖୁଛ ବମ୍ ଗୋଟା ଆଡେ ପକେଇବି ବେଲା ବେଳକୁ ସେ ସ୍କୁଲ ଉପରେ ପଡିଗଲା, 160ଟା ପିଲା ମରିଗଲେ। ମାତ୍ର ଆମେ ରାଜକୀୟ ଯାଜକୀୟ ଜାତି, ଆମକୁ ଯୁଦ୍ଧ ଶିଖେଇଛନ୍ତି। ଯୁଦ୍ଧରେ ଜିତିକିରି ପରମେଶ୍ୱର ପାଖରେ ପୁରସ୍କାର ପାଇବା ପାଇଁ ଆମେ ରେଡି ହେବାଛି। ସେଥିପାଇଁ ଅନ୍ତିମ ସମୟ ସନ୍ନିକଟ। ମନ ପରିବର୍ତ୍ତନ କର, ଏବେ ମଧ୍ୟ ଚାନ୍ସ ଅଛି, ମନ ପରିବର୍ତ୍ତନ କର। ଆଉ ଯେତେବେଳେ ଆମେ ଯୁଦ୍ଧ କରିବା, ସେ ଯୁଦ୍ଧ କଲା ବେଳେ ପରମେଶ୍ୱର ଗୀତ ସଂଗୀତା 139:5, 6, 7 ଅନୁଯାୟୀ ଆଗରେ ପଛରେ ଘେରି ରହିଛେ। ଗୀତ ସଂଗୀତା 11:4 ଅନୁଯାୟୀ ତାଙ୍କ ଚକ୍ଷୁ ନିରୀକ୍ଷଣ କରୁଛି। ଜିସାୟ 49:16 ଅନୁଯାୟୀ ମନୁଷ୍ୟ ଜାତିକୁ ହାତରେ ଧରିଛେ। ଜିଜିକେଲ 11:5 ଅନୁଯାୟୀ ମନୁଷ୍ୟ ଯାହା ଭାବୁଛି ତାକୁ ଜାଣୁଥିବା ପରମେଶ୍ୱର।
ଜହନ 15:5 କହିଲେ ମୋ ବିନା ତମ ମାନେ କିଛି କରିପାରିବନି ବୋଲି। ସେ ପରମେଶ୍ୱର ଆମକୁ ଚାରିଆଡେ ଘେରି ଅଛନ୍ତି। ଆଉ ସେ କଣ କରିବେ? ଜିସାୟ 40:30 ସେ କଣ କରିବେ? ପରମେଶ୍ୱର ପଢନ୍ତୁ ଜିସାୟ 40:30। ତରୁଣ ମାନେ ହିଁ କ୍ଳାନ୍ତ ଓ ଶ୍ରାନ୍ତ ହେବେ, ପୁଣି ଯୁବକ ମାନେ ନିତାନ୍ତ ପଡିଯିବେ। କ୍ଳାନ୍ତ ଲୋକକୁ ସେ ବଳ ଦେବେ ହେଲା। ସେ କ୍ଳାନ୍ତ ଲୋକକୁ କଣ, ଆମେ ଯଦି ଯୁଦ୍ଧ କରିବା ଆମକୁ କଣ କରିବେ? ବଳ ଦେବେ ପରମେଶ୍ୱର। ଜିସାୟ 50:4-5 ପଢ। ଜିସାୟ 50:4-5। ମୁଁ ଯେପରି କ୍ଳାନ୍ତ ଲୋକକୁ ବାକ୍ୟ ଦ୍ୱାରା ସୁସ୍ଥିର କରିପାରିବି, ଏଥିପାଇଁ ପ୍ରଭୁ ସଦାପ୍ରଭୁ ମତେ ଶିକ୍ଷିତ ଲୋକମାନଙ୍କର ଜିହ୍ବା ଦେଇଅଛନ୍ତି। ସେ ପ୍ରତି ପ୍ରଭାତ ଜାଗ୍ରତ କରାନ୍ତି, ଶିକ୍ଷିତ ଲୋକ ପରି ଶୁଣିବା ପାଇଁ ସେ ମୋହର କର୍ଣ୍ଣକୁ ଜାଗ୍ରତ କରାନ୍ତି। ପ୍ରଭୁ ସଦାପ୍ରଭୁ ମୋହର କର୍ଣ୍ଣ ଫିଟାଇ ଅଛନ୍ତି, ପୁଣି ମୁଁ ବିରୋଧାଚାରୀ ହୋଇନାହିଁ, କିଏ ବା ପଛକୁ ଫେରି ନାହିଁ। ପଛକୁ ଆମେନ୍। ଫେରି ସେ ବଳ ଦିଅନ୍ତି। ସେ କଣ କରନ୍ତି? ବାକ୍ୟ ପଠାଇକିରି ବଳ ଦିଅନ୍ତି। ଆଉ ସେ ତମକୁ ଯୁଦ୍ଧରେ, ଆତ୍ମିକ ଯୁଦ୍ଧ ଯୋଉଟା ଚାଲିଛି, ସେ ଆତ୍ମିକ ଯୁଦ୍ଧରେ ତମକୁ ଆଗକୁ ବଢେଇବା ପାଇଁ ସେ ଚାହୁଁଛନ୍ତି। ହାଲେଲୁୟା। ତେଣୁକରି ହାଲେଲୁୟା। ତେଣୁକରି ଆମକୁ ଏବେ ଏବେ ଏବେର ଟାଇମ ହଉଛି, ଆଉ ଘରେ ଶୋଇବା ସମୟ ନାହିଁ, ଅଥର ଯୁଦ୍ଧ କରିବା ଅଛି। ମୁଁ କେମିତି ମାନେ ପାପ ଉପରେ ଜୟ କରିବି, ଆଉ ଯୁଦ୍ଧ କରିବି, ଆଉ ପରମେଶ୍ୱର ପାଖରେ ସନ୍ନିକଟ ହେବି, ଆତ୍ମାର ସହିତ କାର୍ଯ୍ୟ କରିବି, ଆତ୍ମା ମୋ ସାଙ୍ଗରେ ଅଛନ୍ତି ଚାଲିଆରେ। ଏବେ ଏବେ ଆମର ଟାଇମ ହଉଛି, ଏବେ ମାର୍ଚ୍ଚ ମାସରୁ ଯେତେ ମୋର ଇମାନୁଏଲ ବସିଛନ୍ତି ସବୁ ଭାଇ ଭଉଣୀ କହିବାକୁ ଚାହୁଁଛି, ଯୁଦ୍ଧ ଆରମ୍ଭ କରିଦିଅ। ପ୍ରାର୍ଥନାର ଯୁଦ୍ଧ, ଉପବାସର ଯୁଦ୍ଧ, ସବୁ ଯୁଦ୍ଧ ଆରମ୍ଭ କରିଦିଅ। ନହେଲେ ସବୁ ଯାକ ସେତେବେଳେ ପରମେଶ୍ୱର କଣ କରିବେ? ଆକାଶ ଆଉ ପୃଥିବୀକୁ ଡାକିବେ। ଆକାଶ କହିଦବ ଚୋର, ପୃଥିବୀ କହିଦବ ଚୋର। ତାପରେ ହବକୁକ 2:11 ନିଜ ଘରର କାନ୍ଥ ବାଡ କହିଦବ ଚୋର ବୋଇଲା ପରେ ସରି, ତାପରେ ପ୍ରକାଶିତ 20:12 ପଳାଇବ ଜୀବନ ପୁସ୍ତକ, ସେ ଚୋର ବୋଲିଦେଲେ ବାସ୍, ଇଆଡେ ନେଇ ଫିଙ୍ଗି ଦେବେ ସିଆଡେ। ତେଣୁକରି ଯୁଦ୍ଧ ଆରମ୍ଭ କରିଦିଅ। ସମସ୍ତଙ୍କୁ ମୋର ରିକ୍ୱେଷ୍ଟ। ଆଉ ପ୍ରଥମ ଯୁଦ୍ଧ ହଉଛି ପାପ ପାଇଁ ଯୁଦ୍ଧ କରିବା ଅଛି। ଆମେ ଏଭ୍ରି 12:4 ଏଭ୍ରି 12:4 ତୁମେ ମାନେ ତୁମେ ପାପ ମାନେ ବିରୁଦ୍ଧରେ ପାପ ବିରୁଦ୍ଧରେ ଯୁଦ୍ଧ କରି ଏ ଯାଏ ରକ୍ତ ବ୍ୟୟ ପର୍ଯ୍ୟନ୍ତ ପ୍ରତିରୋଧ କରିନାହଁ। ବାସ୍, ଯୁଦ୍ଧଟା ଆମର କଣ ହବାଛି? ଆଉ ଆକୁ ଡରିବାର ନାହିଁ। ସେ RSS ଆଇଲା, ଏଇଟା ଆଇଲା, ସେଟା ଆଇଲା, ଡରିବାର ନାହିଁ। ରକ୍ତ ପର୍ଯ୍ୟନ୍ତ ଯୁଦ୍ଧ ହବାଛି, ପୁରା ରକ୍ତ ବ୍ୟୟ ପର୍ଯ୍ୟନ୍ତ ଯୁଦ୍ଧ ହବାଛି। କିଏ ମତେ ପୃଥିବୀରେ ମାରିଦଉ, ମତେ ଯୀଶୁ ଦରକାର। ଯୀଶୁ, ସେ ଯେମିତି ଦାଉଦ କହିଲେନି କି ଗୀତ ସଂଗୀତ 27:4 ମୁଁ ଏକ ଜିନିଷ ମାଗୁଛି, ମତେ ଯୀଶୁ ଦରକାର, ପରମେଶ୍ୱର ଦରକାର ମତେ। 27:4 ପୁରା ପଢନ୍ତୁ ଟିକେ। ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ଯ୍ୟ ଦେଖିବା ପାଇଁ ଓ ତାହାଙ୍କ ମନ୍ଦିରରେ ଅନୁସନ୍ଧାନ କରିବା ପାଇଁ ଯେପରି ଯାବଜୀବନ ସଦାପ୍ରଭୁଙ୍କ ଗୃହରେ ବାସ କରିବି। ଯାବଜୀବନ ସଦାପ୍ରଭୁଙ୍କ ଗୃହରେ କଣ କରିବି? ବାସ ବାସ କରିବି। ଏ ଏକ ବିଷୟ ବୋଲି ଲେଖା ହେଇଛି, ଦେଖନ୍ତୁ ସେଠି ଟିକେ ଆଗରେ। ଏକ ବିଷୟ। ଏହି ଏକ ବିଷୟ ମୁଁ ସଦାପ୍ରଭୁଙ୍କ ନିକଟରେ ମାଗିଅଛି, ତାହା ହିଁ ମୁଁ ଅନ୍ୱେଷଣ କରିବି। ବାସ୍, କେତେଟା ବିଷୟ ମାଗିଲେ ପରମେଶ୍ୱର? ଏକ ବିଷୟ। ଗୋଟିଏ 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 ଗୋଟେ ବିଷୟ। ଆମ ଜୀବନରେ ମଧ୍ୟ ସେମିତି ଥିବା ଅଛି ଯେ ଗୋଟେ ବିଷୟ ଆଗ ମାଗୁଛି, ପ୍ରଭୁ ଯୀଶୁ ତୁ ଦରକାର, ଆଉ ଏ ଦୁନିଆ ଧନ୍ଦା ନାହିଁ। ମୁଁ ମୋର ଗୋରି ମାଇନାଡି ଥିଲେ ହେଲେ ମତେ ଦରକାର ନାହିଁ, ତୁ ଦରକାର ନାହିଁ, ମତେ ଯୀଶୁ ଦରକାର ବୋଲି ଅଛି ହେଲା। କେମିତି? ଆଉ ପରମେଶ୍ୱର ଏବେ ଏକ, ମାନେ ମତେ ଯୀଶୁ ଦରକାର, ବାସ୍। ଏ ଯୀଶୁ ଦରକାର ବେଲା ବେଳକୁ ଜିସାୟ 30:20-21 ପଢ। ଜିସାୟ 30:20-21। ପୁଣି ଯଦ୍ୟପି ପ୍ରଭୁ ତୁମମାନଙ୍କୁ ଦୁଃଖ ରୂପ ଖାଦ୍ୟ ଓ କ୍ଲେଶ ରୂପ ଜଳ ଦିଅନ୍ତି, ତଥାପି ତୁମମାନଙ୍କର ଶିକ୍ଷକ ଗଣ ଆଉ ଗୁପ୍ତ ରହିବେ ନାହିଁ। ମାତ୍ର ତୁମର ଚକ୍ଷୁ ତୁମ ଶିକ୍ଷକ ଗଣକୁ ଦେଖିବ। ପୁଣି ଦକ୍ଷିଣରେ କିମ୍ବା ବାମରେ ଫେରିବା ବେଳେ ତୁମର କର୍ଣ୍ଣ ତୁମ୍ଭ ପଛଆଡୁ ଏହି କଥା ଶୁଣିବ। ପଥ ଏହି, ଏଥିରେ ହିଁ ତୁମେ ମାନେ ଗମନ କର।
बास आउ कुआडे न देखिरी पथ एइडा आगा आउ आगु को नाही ख्रिस्टियन हेइ जाइछ बोले परमेश्वर को जदि जानि दैछ पथ एही एथिरे ही कोन कर गमन कर ଗମନ କର। हेले गोटे लोक किमिति गमन करिवो एबे अविनाश आनंद कोन लेखाला अविनाश आनंद भाई की ओके हेले अविनाश भाई एबे किमिति गमन करिवो पथ एडा का तुमको आ एपट नाही सेपट नाही तमे जुआडे फिटिकरी पळै जिवि नाही प्रभु आ थरे हिंदू हे जी मते दरकार नाही मते आ बेले कहले तता आ छाडीबिनी आथर पथ एडा का स्वर्गर पथ तते एबे क्लेश दे आगु चलिया पड़िवो बेलिगिरी ईसाय 30 रो 20 21 रे लेखाला हेले अविनाश भाई एबे कोन कहबाची अविनाश भाई रो पाटरे गोटे कथा भारीबाची गीत संगीता 73 रो 25 कोन बोली भारीबाची गीत संगीता 73 रो 25 ସ୍ୱର୍ଗରେ ସ୍ୱର୍ଗରେ ତୁମ୍ଭ ବିନା ମୋହର ଆଉ କିଏ ଅଛି ଓ ଭୂମଣ୍ଡଳରେ ତୁମ୍ଭ ଛଡା ଆଉ କାହାକୁ ମୁଁ ବାଞ୍ଛା କରୁନାହିଁ। एडा का सूत्र आउ किछि फिटी पारिबानी स्वर्ग रे तुम बिना मोर किए अछि स्वर्ग को गले मध्य आउ किए नाइ प्रभु तू आगा ए भूमंडल रे बड़ कार गोटे आसिले गोटे भल स्त्री आसिले कि धन संपत्ति आसिले मत किछि दरकार नाही जीसु तू दरकार एडा आगा सूत्र हमर ख्रिस्टियन लोकर सूत्र होछि एडा युद्धर प्रथम अस्त्र होछि सूत्र मते जीसु दरकार जीसु का राजा मते जीसु दरकार हेले पाउलो कोन कहंती पाउलो युद्ध को तमे गला बेले को अस्त्र पिंधिबो बोलिकरी लेखाइची आ एफिसियो 6 रो 13 डु टिके पढंतु एबे गोटे आडे युद्ध करथुवा पाकिस्तान आडे युद्ध करथुवा एबे जदी आर्मी भलिया ड्रेस न पिंधिरी पैंट खसी जाउथुवो बेल्ट टाइट रे पिंधि नथिवा ले गुली बाजी जिवो कि नाही सेति बारे आमे को युद्धर अस्त्र पिंधिबा से एफिसियो 6 रो 13 डु पढंतु ଏଣୁ ତୁମ୍ଭେ ମାନେ ପଢନ୍ତୁ ଭାଇ ପଢନ୍ତୁ ଆଜ୍ଞା ପଢନ୍ତୁ। ତୁମେ ମାନେ ଯେପରି ଦୁର୍ଦିନରେ ପ୍ରତିରୋଧ କରି ସର୍ବଜୟୀ ହୋଇ ଅଟଳ ରହିପାର ଏଥି ନିମନ୍ତେ ଈଶ୍ୱର ଦତ୍ତ ସମସ୍ତ ସଜ୍ଜା ଗ୍ରହଣ କର ଅତଏବ ସତ୍ୟ ରୂପ କଟି ବନ୍ଧନୀରେ କୋଟି ବାନ୍ଧି ଧାର୍ମିକତା ରୂପ ଅରୁଣାସ୍ତ୍ର ପରିଧାନ କର ଶାନ୍ତିଦାୟକ ସୁସମାଚାର ନିମନ୍ତେ ଶାନ୍ତିଦାୟକ ସୁସମାଚାର ନିମନ୍ତେ ସୁସଜ୍ଜିତ ପାଦୁକା ପାଦରେ ପିନ୍ଧି ଅଟଳ ହୋଇ ରହିଥାଅ ଏବଂ ସେଥି ସଙ୍ଗେ ସଙ୍ଗେ ଯଦ୍ୱାରା ପାପାତ୍ମାର ଅଗ୍ନିବାଣ ସବୁ ନିର୍ବାଣ କରିବାକୁ ସମର୍ଥ ହୁଅ ସେହି ବିଶ୍ୱାସ ରୂପ ଢାଲ ଧର ପୁଣି ପରିତ୍ରାଣ ରୂପ ଶିରସ୍ତ୍ରାଣ ପରିଧାନ କର ଓ ଆତ୍ମାଙ୍କ ଖଡ୍ଗ ଅର୍ଥାତ୍ ଈଶ୍ୱରଙ୍କ ବାକ୍ୟ ଧାରଣ କର। ଯୁଦ୍ଧର ଅସ୍ତ୍ର ଶସ୍ତ୍ର ପ୍ରକାର ପ୍ରାର୍ଥନା ହଉ ଠିକ ଅଛି ଭାଇ ଶୁଣ ନାଇଁ ଠିକ ଅଛି ମୁଁ ଏଟା ବତେଇବା ପାଇଁ ଆହୁରି ଘଣ୍ଟା ଲାଗିବ ସେଟା ପାଇଁ ମୁଁ ଜଣେ ଯଦି ଯୁଦ୍ଧରେ ଯାଉଛି ତାର ଡ୍ରେସ କେମିତି ଥିବାଛି ଟୋପି କେମିତି ଥିବାଛି ବେଲ୍ଟ କେମିତି ଥିବାଛି ବେଲ୍ଟ ହଉଛି ସତ୍ୟ ରୂପକ କଟିବନ୍ଧନ ସତ୍ୟ ଜହନ 17:17 ରେ କହିଲେ ତୁମର ବାକ୍ୟ ହିଁ ସତ୍ୟ ବାସ୍ ହେଲେ ବାକ୍ୟର ସତ୍ୟକୁ ଧରିକିରି ଅଣ୍ଟାରେ ଭିଡିକିରି ଆଉ ଆମେ ଯୁଦ୍ଧ କରିବାକୁ ଯିବାର ଅଛି ହେଲେ ଯୁଦ୍ଧର ଅସ୍ତ୍ର ଶସ୍ତ୍ର ସେଟେ ଲେଖା ହେଇଛି ଯେ ତମର ବେଲ୍ଟ କେମିତି ଥିବାଛି ତମର ଶିରସ୍ତ୍ରାଣ ତମର ଛାତି ଉପରେ ସେ ଯୋଉ ଆର୍ମି ବାଲା ମାନେ ପିନ୍ଧନ୍ତି ଗୁଳି ନ ବାଜିବା ପାଇଁ ସେଟା କେମିତି ପିନ୍ଧିବ ଆଉ ଟୋପି କେମିତି ପିନ୍ଧିବ ପାଦୁକା ମାନେ ବୁଟ ପିନ୍ଧିବା ଚପଲ ପିନ୍ଧିକିରି ଯୁଦ୍ଧ ପାଇଁ ଧାଉଁଲେ ହବନି ବୁଝିଲ ସେଥିପାଇଁ ଯୁଦ୍ଧର ଅସ୍ତ୍ର ଶସ୍ତ୍ର ପାଉଲ ଏଠି କହୁଛନ୍ତି ଯେ ତମେ କୋ ପ୍ରକାର ଯୁଦ୍ଧର ଅସ୍ତ୍ର ଶସ୍ତ୍ର ପିନ୍ଧିକିରି ଶୈତାନ ସହିତ ଯୁଦ୍ଧ କରିବ ନହେଲେ ସେ ଦ୍ୱିତୀୟ କରନ୍ତୀୟ 2:11 ରେ ପଳା ଆସିବ ସେଥିପାଇଁ ତମେ ତା ସହିତ ସବୁବେଳେ ବାକ୍ୟ ରଖିକିରି ପ୍ରାର୍ଥନା ରଖିକିରି ଯୁଦ୍ଧ କରିବାକୁ ପଡିବ ହେଲେ ଯୁଦ୍ଧ କଲା ସମୟରେ ମନ ରଖିଥାନ୍ତୁ ଯୁଦ୍ଧ କଲା ସମୟରେ ପ୍ରଥମ ଗୋଟେ ଶତ୍ରୁ ଆସିବ ତମ ପାଖକୁ ଯୁଦ୍ଧର ସେ ଶତ୍ରୁର ନାଁ କଣ ଜାଣିଛନ୍ତି ଆଜ୍ଞା ନାଗ ଆଜ୍ଞା 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 ଅଛି ନମସ୍କାର ଯେତେବେଳେ ଯୁଦ୍ଧ କରିବ ଯୁଦ୍ଧ ସମୟରେ ପ୍ରଥମ ତମ ପାଖକୁ ଜଣେ ଆସିବ ସେ ଯୁଦ୍ଧର ସେ ଲୋକର ନାଁ ହଉଛି କଣ ଜାଣିଛନ୍ତି ନା ଅମାଲକ୍ୟ କିଏ ଆସିବେ ଅମାଲକ୍ୟ
ହଁ ମନେ ରଖିତ ଅମାଲକ୍ୟ ଅମାଲକ୍ୟର ଅର୍ଥ ହଉଛି ପଛକୁ ଝିକି ଦେବା ଆତ୍ମା, ପଛକୁ ଟାଣିଦେବା ଡର ଆତ୍ମା। ଆଁ? ଡର ଲାଇକ ଡର ପରି। ଅମାଲକ୍ୟର ଅର୍ଥ ଯେତେବେଳେ ମିଶର ଦେଶରୁ 6 ଲକ୍ଷ ଲୋକ ବାହାରିକିରି ଗଲେ, ପ୍ରଥମ ଯୁଦ୍ଧ ତାଙ୍କର ସାଙ୍ଗରେ କିଏ କଲା? ଶାନ୍ତିରେ ଆସୁଥିଲେ, ସୁପସାଗର ପାର ହେଇଗଲା, ସବୁ ହେଇଗଲା ପରେ ପ୍ରଥମ ଲୋକକୁ ପରମେଶ୍ୱର ପଠେଇଲେ। ଏମାନେ ସ୍ୱର୍ଗ ପଳିଯିବି ବେଚନ୍ତି, ଆଙ୍କ ସହିତ ପ୍ରଥମରେ ଯୁଦ୍ଧ କର। ସେ ଯୁଦ୍ଧର ଲୋକ ଆସିଲେ ଅମାଲକ୍ୟ। ପଢନ୍ତୁ ଯାତ୍ରା 17:8, ଯାତ୍ରା 17:8। ସେହି ସମୟରେ ଅମାଲେକ ଆସି ରଫଦିମରେ ଇସ୍ରାଏଲ ସହିତ ଯୁଦ୍ଧ କଲେ। ବାସ୍, ଇସ୍ରାଏଲ ସହିତ କଣ କଲେ? ଯୁଦ୍ଧ କଲେ। ଯୁଦ୍ଧ କଲେ। ଏମାନେ ଭାବୁଛେ ଆମେ କିଣାନା ଦେଶକୁ ଯାଉଛୁ, ବଡ ଆନନ୍ଦରେ ପରମେଶ୍ୱର ଉପରୁ ନାଗି ରୁଟି ଫୁଟି ସବୁ ପକେଇଦେବେ, ମାନା ପକେଇଦେବେ, ଆମେ ଖାଇ ଖାଇ ଗାବା ଗାବା ଖାଇ ଖାଇ ଯିବୁ ବେଲା ବେଳକୁ ଜଣେ ପଳାଇଲା ଯୁଦ୍ଧ କରିବାକୁ। ସେଟା ନାଁ ହଉଛି ଅମାଲକ୍ୟ। ଅମାଲକ୍ୟ ଆସିଲା। ତମ ଜୀବନରେ ମଧ୍ୟ ଯୁଦ୍ଧ କଲା ସମୟରେ ପ୍ରଥମ ଯୁଦ୍ଧ କରିବା ପାଇଁ ତମକୁ ଆସିବ ଅମାଲକ୍ୟ। ଅମାଲକ୍ୟର ଅର୍ଥ ହଉଛି ପ୍ରଭୁ ମୁଁ ଆତ୍ମାରେ ଯୁଦ୍ଧ କରୁଛି, ପ୍ରଭୁ ପ୍ରାର୍ଥନା କରୁଛି, ଉପବାସ କରୁଛି, ପ୍ରଭୁ ହାଲେଲୁୟା ଆଜି ଦିନ ସାରା ରହିଯିବି, ଉପବାସ କରିବି ବେଲାଳୁ ତମ ଘରର ରିଲେଟିଭକୁ ପଠେଇବେ। କାହାକୁ ହେଲେ ପଠେଇବେ, ତମର ଭଉଣୀ ଆସିବ, ନହେଲେ ତମର କିଏ ହେଲେ ଜୋଇଁ ଗୋଟେ ଆସିବେ, ବାବୁ ଚାଲେ ବୁଲିବାକୁ ଯିବା, ଯାତ୍ରା ଚାଲିଛି ସିଆଡେ, କଣ ଦରକାର ସେ ହାଲେଲୁୟା ଦିନ ରାତି। ଅମାଲକ୍ୟ ହେଇକିରି ଆସିବ ସେ ତମକୁ। ତମେ ଯୁଦ୍ଧରେ ଜିତିବି ବେଲା ବେଳକୁ ଅମାଲକ୍ୟ ପଳାଇବ ତମ ଘରକୁ। ତମ ଘରକୁ ବେଲେ ପଳା ଆସିବ, ତମ ପାଖକୁ କହିବ ଚାଲେ ଯିବା, କିଏ ସବୁଦିନ ବାଇବେଲ ଏଟା କି ଦରକାର, ଚାଲେ ବେଲିବ। ଅମାଲକ୍ୟକୁ ପଠେଇବେ ପରମେଶ୍ୱର, ତମ ଘରର ନିଜ ଲୋକ ଆଗା ଆସିବେ ଅମାଲକ୍ୟ ହୋଇରି। ହେଲେ 17:8, 9, 10, 11 ଟିକେ ପଢ ଟିକେ। ତହିଁରେ ମଶା ଝିଅସୁଙ୍କୁ କହିଲେ, ତୁମ୍ଭେ ଆମମାନଙ୍କ ନିମନ୍ତେ ଲୋକ ମନୋନୀତ କରି ଅମାଲେକ ସହିତ ଯୁଦ୍ଧ କରିବାକୁ ଯାଅ। ଆସନ୍ତା କାଲି ମୁଁ ଆପଣା ହସ୍ତରେ ପରମେଶ୍ୱରଙ୍କ ଯଷ୍ଟି ଘେନି ପର୍ବତ ଶୃଙ୍ଗରେ ଠିଆ ହେବି। ତହୁଁ ମଶାଙ୍କ ଆଜ୍ଞା ଅନୁସାରେ ଝିଅସୁଅ ଅମାଲେକ ସହିତ ଯୁଦ୍ଧ କଲେ। ପୁଣି ମଶା ଓ ହାରଣ ହୁର ପର୍ବତ ଶୃଙ୍ଗରେ ଆରୋହଣ କଲେ। ପୁଣି ମଶା ଆପଣା ହସ୍ତ ଉର୍ଦ୍ଧ୍ୱକୁ ଟେକିଥିବା ସମୟରେ ଇସ୍ରାଏଲ ଜୟୀ ହେଲେ ଓ ସେ ଆପଣା ହସ୍ତ ନୁଆଇଥିବା ସମୟରେ ଅମାଲେକ ଜୟୀ ହେଲେ। ଆଚ୍ଛା, ଏଇଟା ଗୋଟେ କେମିତି ଗଭୀର କଥା। ହସ୍ତ ଟେକିବାର ଅର୍ଥ କଣ କି? ହସ୍ତ ଟେକିବାର ଅର୍ଥ ହଉଛି ସରାଉଣ୍ଡିଂ, ମାନେ ମୁଁ ହାରିଗଲି ତମେ ଜିତିଗଲ ବୋଲିକିରି ନିଜକୁ ସମର୍ପଣ କରିଦେବା। ଏଇଟା ଗୋଟେ ଇଠେ ଓଲଟା ହଉଛି ଖ୍ରୀଷ୍ଟିଆନ ମାନଙ୍କର। ମଶା ଯେତେବେଳେ ଟେକିଲା ବେଳେ କଣ ହଉଛି? ଜୟ ହଉଛି। ତଳେ ପକେଇଦେଲା ବେଳକୁ ହାରି ଯାଉଛନ୍ତି, ଆଜ୍ଞା ହାରି ଯାଉଛନ୍ତି। ଏଇଟା ଗୋଟେ ଓଲଟା ହଉଛି। ମାନେ ତ ଏହାର ଅର୍ଥ ହଉଛି ହାତ ଟେକିଲା ମାନେ ଆମେ ସବୁବେଳେ ଆମର ଦୃଷ୍ଟି ସବୁବେଳେ ପରମେଶ୍ୱର ଆଡା ଥିବାଛି। ସ୍ୱର୍ଗ ହଉଛି ସିଂହାସନ, ପୃଥିବୀ ହଉଛି ପାଦପୀଠ। ସ୍ୱର୍ଗରେ ମୋ ବାପା ଅଛନ୍ତି, ମୋ ବାପା ହିଁ ମତେ ଜୟ କରାଇବେ। ମାନେ ଆମର ଭରସା ସବୁ ଜିନିଷ ମୁଁ ଜିତି ଦେବି ବୋଲି କହିଲେ ହବନି। ମୋର 100% ସମ୍ପୂର୍ଣ୍ଣ ବିଶ୍ୱାସ କାହା ଉପରେ ରହିବା ଅଛି? ମୋ ପରମେଶ୍ୱର ଜଣେ ଅଛନ୍ତି, ସେ ଉପରୁ ଦେଖୁଛନ୍ତି, ଆଉ ସିଏ ତାଙ୍କୁ ହାତ ଟେକିଲେ ସିଏ ମତେ ଜୟ ଦେବେ। କାରଣ ସେ ଗୋଟେ ଜାଗାରେ ଲେଖା ହେଇଛି, ଆମର ଶତ୍ରୁ ମାନେ ସବୁବେଳେ କୋଉଠି ଥିବେ କି? ପଡିଶା ଘରର ଲୋକ ଶତ୍ରୁ ଥିବେ। ହେଲେ ତାଙ୍କ ସହିତ ଜୟ କରିବା ପାଇଁ ସେଟା ବାକ୍ୟଟା ହଉଛି ହିତୋପଦେଶ 16:4 ପ୍ରା ହିତୋପଦେଶ 16:4 ଟିକେ ଦେଖିଲେ। ସଦାପ୍ରଭୁ ପ୍ରତ୍ୟେକ ବିଷୟକୁ ତହିଁର ନିଜ ଉଦ୍ଦେଶ୍ୟ ସାଧନ ନିମନ୍ତେ କରିଅଛନ୍ତି, ଦୁଷ୍ଟକୁ ହିଁ ଦୁର୍ଦିନ ନିମନ୍ତେ। ଏଇଟା ନୁହଁ ବୋଧେ? ନାଇଁ 16:7 ଟିକେ ପଢ। ମନୁଷ୍ୟର ଗତି ସଦାପ୍ରଭୁଙ୍କର ତୁଷ୍ଟିକର ହେଲେ ସେ ତାହାର ଶତ୍ରୁମାନଙ୍କୁ ହିଁ ତା ସହିତ ଶାନ୍ତିରେ ବାସ କରାନ୍ତି। ବାସ୍, ତମର ଶତ୍ରୁ କିଏ କି? ପଡିଶା ଘରର ଲୋକ ହେଇଥିବେ, ନହେଲେ କିଏ ହେଲେ ହେଇଥିବ, ତମର ପାଖ ପାଖର ଲୋକ ହେଇଥିବେ, ସବୁବେଳେ ତମ ପଛରେ ଲାଗୁଥିବେ। ହେଲେ ସେମାନେ କେମିତି, ଆମେ କେମିତି ଶାନ୍ତିରେ ରହିବା? ସଦା ପ୍ରଭୁଙ୍କ କେଣ ଲେଖା ହେଲା? ବଢିଆ ବାକ୍ୟଟା ଏଇଟା। କଣ? ମନୁଷ୍ୟର ଗତି ସଦା ପ୍ରଭୁଙ୍କୁ ତୁଷ୍ଟିକର ହେଲେ। ମନୁଷ୍ୟର ଗତି ହେଲେ ବୋଲି କଣ କି?
मनुष्यर गति बेले प्रार्थना करथुआची उपवास करथुआची सबु बळे हालेलुया प्रभु प्रभु तू आगा दरकार तते आगा मु खोजुची प्रभु बोलिग्री मनुष्यर गति जदि सदा प्रभुंकर तुष्टिकर हबो ताहेले से लेखाइची जेते शत्रु थांतु ताकू शांति रे वास कराइबे कोन कराइबे ଶାନ୍ତିରେ कोन ବାସ କର। हैं शांति रे वास कराइबे ये शांति बेली कहले केते शांति केते प्रकार शांति टिके कहि देबी शांति केते प्रकार शांति होची तीन प्रकार मन रखित शांति केते प्रकार ତିନି ପ୍ରକାର ତିନି ପ୍ରକାର। लूक 2:14 जीसु आसिले पृथ्वी को आमे जानिलु सेडा होची शांति लूक 2:14 जल्दी जल्दी ଊର୍ଦ୍ଧ୍ୱ ଲୋକରେ ଈଶ୍ୱରଙ୍କ ମହିମା ପୁଣି ପୃଥିବୀରେ ତାଙ୍କର ସନ୍ତୋଷ ପାତ୍ର ମନୁଷ୍ୟ ମାନଙ୍କ ମଧ୍ୟରେ ଶାନ୍ତି बास हेले एडा होची शांति जीसुर ना आसिला पृथ्वी को ओलेले सेडा होची शांति तापर तांके गोटे बाइबल देले हमकु से बाइबल पाखु जे जीव ताकू आसीबो महाशांति की शांति महाशांति ଶାନ୍ତି। गीत संगीता 119 ର 165 गीत संगीता 119 ର 165 ତୁମ୍ଭ ବ୍ୟବସ୍ଥା ସ୍ନେହକାରୀ ମାନେ ମହାଶାନ୍ତି ପ୍ରାପ୍ତ ହୁଅନ୍ତି ପୁଣି ସେମାନଙ୍କର ଝୁଣ୍ଟିବାର କୌଣସି କାରଣ ଘଟେ ନାହିଁ। प्रथम रे जीसुर ना जानले शांति आउ बाइबल Yeah. पाखु आले बाइबल को छुइले बेले महाशांति आसीला ମହାଶାନ୍ତି। तापरे बाइबल तम देह भितरे पसी गेला बेले संपूर्ण शांति जिसाय 26 ର 3 ଯାହାର ମନ ତୁମ୍ଭଠାରେ ସ୍ଥିର ଥାଏ ତାହାକୁ ତୁମେ ସମ୍ପୂର୍ଣ୍ଣ ଶାନ୍ତିରେ ରଖିବ କାରଣ ସେ ତୁମ୍ଭଠାରେ ନିର୍ଭର ରଖେ ରଖେ। हेले शांति होची तीन प्रकार अविनाश भाई शांति आज्ञा। होची तीन प्रकार जीसु को जानलो माने शांति जीसुंकर वाक्य पाखु बाइबल पाखु गल्लो माने महाशांति आ शांति। बाइबल पसी गेला बेले रक्त रक्त ସମ୍ପୂର୍ଣ୍ଣ रे ଶାନ୍ତି। संपूर्ण शांति अथर मते केबे कहबोनी आज्ञा शांति किमिति मिलिबो बोली शांति ना दे देले शांति नाही सेटे अशांति आगा से घरे थिबो बुझिलो शांति एपरि बेले वाक्य देह भितर पसिले तुमको संपूर्ण शांति मात्र जे वाक्य सुनिबोनी परमेश्वर मध्य कांदिगिरी कहउचंदी जिसाय 48 ର आ 18 रे देखिला जिसाय 48 ର 18 ଆ ତୁମ୍ଭେ ଯେବେ ଆମ୍ଭ ଆଜ୍ଞାରେ ମନୋଯୋଗ କରିଥାନ୍ତି ତେବେ ତୁମ୍ଭର ଶାନ୍ତି ନଦୀ ତୁଲ୍ୟ ଓ ତୁମ୍ଭର ଧାର୍ମିକତା ସମୁଦ୍ରର ତରଙ୍ଗ ତୁଲ୍ୟ ହୋଇଥାନ୍ତା। परमेश्वर मध्य कांदिगिरी कहउचंदी जदी तू जानि थातु मोर वाक्य को नै थातु बेले आहा आहा बोली कहले ए गोटे पदरा आगा जीव लागियोनी आहा आ सबटे जीव लागि जीव ए जीव गोटे पदरा आगा लागियोनी आहा बेले जीसु आहा माने सेटे जीसु अछंती दयार सागर मनुष्य जहा पाटिरे जीव लागियो मात्र आहा बेलाळू लागियोनी एबे रास्ता रे जाउथबो जणे एक्सीडेंट हे पड़थिबो ले रक्त देखिले तुम कोन कहछ आहा बोली बोलछ हाँ सेटा दया सेटा जीसु पळा आछुंदी तेनु करी आहा बोली कहले जेबे जदी मोर वाक्य सुनि थांतु शांतिर नदी समुद्रर तरंग बरिया हेइ थांता बोली कहउचंदी आ जे जदी वाक्य सुनिवनी बेले हितोपदेश 28 ର 9 पढ हितोपदेश 28 ର 9 ଯେଉଁ ଲୋକ ବ୍ୟବସ୍ଥା ଶୁଣିବାରୁ ଆପଣା କର୍ଣ୍ଣ ଫେରାଏ ତାହାର ପ୍ରାର୍ଥନା ହିଁ ଘୃଣାର ବିଷୟ ହୁଏ। बास हालेलुया तेनु करी को आमे जानी थांते ताले शांति आस्तांता हेले युद्ध कला समय रे प्रथम शत्रु आसीबे तम पाखु अमालेक्य अमालेक्य आसीबे तम घर कुणिया मने रिलेटिव मने आसीबे अमालेक्य बाइबल टू जे झिकी गिरी आगु को नै जिवो तमगु बाइबल पढुथुबी उपवास करथुबी बेलाळु तमगु सेठु टाणी गिरी नै जिबा लोकर ना होची अमालेक्य हेले जीवन रे प्रथम शत्रु आसीबे अमालेक्य अमालेक्य रो अर्थ माने जे कि तुमको बाइबल ठारू आगु को टाणी गिरी नै जिवे आत्मिक जीवन रु तुमको टाणी गिरी नै जिवे से अमालेक्य तम कार्य रे जदी सिमिदि होउची बेले तुम जाना जे एडा हम घर को अमालेक्य हिगिरी आइला मते ईश्वर को ठारू दूर को नै जाउची बेलगिरी तुम जाना हेले जेतळ आमे युद्ध करिबा युद्धर प्रथम अस्त्र कोन लूक 10 ର 19 लूक 10 ର 19 ଦେଖ ମୁଁ ତୁମମାନଙ୍କୁ ସାପ ଓ ବିଛା ଉପରେ ଚାଲିବାକୁ କ୍ଷମତା ଦେଇଅଛି ପୁଣି ଶତ୍ରୁର ସମସ୍ତ ଶକ୍ତି ଉପରେ ମଧ୍ୟ କ୍ଷମତା ଦେଇଅଛି
ଆଉ କିଛି ହିଁ କୌଣସି ପ୍ରକାରେ ତୁମ ମାନଙ୍କର କ୍ଷତି କରିବ ନାହିଁ। ସାପ ହଉଛି ଶୈତାନ ହେଲା। ଶୈତାନ ଆଉ ପିତା ହଉଛି ତମକୁ ଇଚ୍ଛା ଲୋକ ଯାକ ଆଇବେ ଖ୍ରୀଷ୍ଟିଆନ ଜୀବନରେ ତମକୁ ଚୋଟ ମାରିବା ପାଇଁ ହେଲା। ଏ ଦିଟା ଯାକ ନ ଡରିକିରି ସେମିତି ଯୁଦ୍ଧ କଲା ବେଳକୁ କହିବା ଏ ଶୈତାନ ମତେ ଅଧିକାର ମିଳିଛି ସାପ ଓ ବିଛା ଉପରେ ତତେ ଇଚ୍ଛା ମାରିଛନ୍ତି, ଉପରେ ହଁ ମୁଁ ତତେ ଯୁଦ୍ଧ କରୁଛି ବୋଲିକିରି ଏ ଯୁଦ୍ଧର ଅସ୍ତ୍ର ନେଇକିରି ପାଟିରେ ଧରିକିରି ଆଉ ଲୁକ 10:19 ମତେ ପ୍ରଭୁ ଅଧିକାର ଦେଇଛନ୍ତି ତୁ କିଏ ରେ ଶୈତାନ ବୋଲିକିରି କହିକିରି ଯୁଦ୍ଧ କରିକିରି ପ୍ରଥମ ଯୁଦ୍ଧ ହଉଛି ଲୁକ 10:19। ଏତିକି 19 ଭିତରେ ହେଲେ ଇଏ ହାତ ଟେକୁଥିଲେ ମୂଷା ଜିତୁଥିଲେ, ହାତ ତଳକୁ କଲେ ହାରୁଥିଲେ। ହେଲେ ହାତ ଟେକିବା ଆଉ ତଳକୁ ପକେଇବା ଭିତରେ ଏବେ ଯଦି ଆମେ ଦେଖିବା ଏବେ 2000 ମସିହା ପରେ ଆମକୁ ତିନିଟା ଅଭିଳାଷ ଆସୁଛି। କଣ ସେ ତିନିଟା ଅଭିଳାଷ? ହେଲେ ପାଉଲ ସେଟାକୁ ଭଲରେ କହୁଛନ୍ତି ଦ୍ୱିତୀୟ ତିମୋଥୀ 2:22। ଦ୍ୱିତୀୟ ତିମୋଥୀ 2:22 ଯୁଦ୍ଧ କଲା ସମୟରେ କିନ୍ତୁ ତୁମ୍ଭେ ଯୌବନ କାଳର ଅଭିଳାଷରୁ ପଳାୟନ କରି ଯେଉଁମାନେ ସୂଚି ହୃଦୟରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି ସେମାନଙ୍କ ସହିତ ଧାର୍ମିକତା, ବିଶ୍ୱାସ, ପ୍ରେମ ଓ ଶାନ୍ତିର ଅନୁଗାମୀ ହୁଅ। ପ୍ରେଜ୍ ଦ ଲର୍ଡ। ଏଇଟା ପ୍ରଥମ ଅସ୍ତ୍ର। ଦ୍ୱିତୀୟ ଅସ୍ତ୍ର ହଉଛି ଯାକୁବ 4:7 ଯୁଦ୍ଧ କେମିତି କରିବ ଜିତିବା ପାଇଁ। ଯାକୁବ 4:7 ଅତଏବ ତୁମ୍ଭେମାନେ ଈଶ୍ୱରଙ୍କର ବଶୀଭୂତ ହୁଅ, ଶୈତାନକୁ ପ୍ରତି ବାଧା କର, ତାହେଲେ ସେ ତୁମ୍ଭମାନଙ୍କ ନିକଟରୁ ପଳାଇଯିବ। ପ୍ରଥମରେ ହଉଛି ବଶୀଭୂତ। ବାଇବେଲରେ ଉପବାସରେ ପ୍ରାର୍ଥନାରେ ବଶୀଭୂତ। ବଶୀଭୂତ ହେଲା ପରେ ତାପରେ ଲେଖା ହେଇଛି ଶୈତାନକୁ ପ୍ରତିବାଦ କର ସେ ପଳେଇବ। ଆଉ ମୋ ଶରୀର ଯୁଦ୍ଧ ନାହିଁ, ଏଇଟା ଆତ୍ମିକ ଯୁଦ୍ଧ। ଆଗକିରି ବଶୀଭୂତ ହବା ଅଛି, ପ୍ରଭୁଙ୍କ ପାଖରେ ବଶୀଭୂତ ହବା ଅଛି। ଏଇଟା ହଉଛି 2 ଯୌବନ କାଳର ଅଭିଳାଷ 1, ତାପରେ ହଉଛି ବଶୀଭୂତ, ତାପରେ 3 ହଉଛି ଆଉ ସେତେବେଳକୁ ଗୋଟେ ଜିନିଷ ପଠେଇବ ଶୈତାନ ତମ ପାଖକୁ। କଣ ସେଟା? ଯୁଆଡେ ଧନ ସିଆଡେ ମନ। ସିଆଡେ ପ୍ରଥମ ତିମୋଥୀ 6:10 ପ୍ରଥମ ତିମୋଥୀ 6:10 ଆଉ 12। କାରଣ ଧନ ଲୋଭ ସମସ୍ତ ମନ୍ଦତାର ମୂଳ। କେହି ସେଥିରେ ଆସକ୍ତ ହୋଇ ବିଶ୍ୱାସ ତ୍ୟାଗ କରି ପଥଭ୍ରଷ୍ଟ ହୋଇଅଛନ୍ତି। ପୁଣି ତହୁଁ ଦୁଃଖରେ ଆପଣା ହୃଦୟ ଦୁଃଖ କରିଅଛନ୍ତି। ତାପରେ 13 କହିଲେ ନା ସାର୍? 12 ହଉ 10 ପଢିଲ ଆଉ 12 ପଢିଲ ପରା। ନାଇଁ 12 ପଢ ନାଇଁ ସାର୍। 12 ହଉଛି ବିଶ୍ୱାସର ଉତ୍ତମ ଯୁଦ୍ଧରେ ପ୍ରାଣପଣ କର, ଅନନ୍ତ ଜୀବନ ଧରି ରଖ, ସେଥିପାଇଁ ବାସ୍ ତ ତୁମେ ଆହୁତ ହୋଇଅଛ ଓ ଅନେକ ସାକ୍ଷୀଙ୍କ ସାକ୍ଷାତରେ ଉତ୍ତମ ସାକ୍ଷ୍ୟ ଦେଇଅଛ। ବାସ୍ ହେଲେ ଯୁଦ୍ଧ କଲା ବେଳକୁ ଧନ ଆସିବ ଗୋଟେ ହେଲା। ଧନ ଯୁଆଡେ ଧନ ସିଆଡେ ମନ। ସେଥିପାଇଁ ଯୁଦ୍ଧ ସମୟରେ ଶୈତାନ ମଧ୍ୟ ମଣିଷକୁ ବେଶୀ ଇଚ୍ଛା ଧନ ପଠେଇଦବ ହେଲା। ଆଗକିରି ଯୌବନ କାଳର ଅଭିଳାଷ 2ରେ ହଉଛି ତମେ ବଶୀଭୂତ ହବାଛି ଯୁଦ୍ଧ କଲା ଟାଇମରେ, ଆଉ 3ରେ ହଉଛି ଆଉ ଧନଠୁ ଅଲଗା ହବାଛି, ତାହେଲେ ତମେ ଯୁଦ୍ଧରେ ଜିତିବ। ଆଚ୍ଛା ଏମିତି ଆଜ୍ଞା ଗୋଟେ ଦିନ ଆମର କୋରାପୁଟରେ ମିଟିଂ ହଉଥିଲା, ବୁଝିଲେ କି? ଗୋଟେ କଥା ମନେ ପଡିଲା, କୋରାପୁଟରେ ମିଟିଂ ହଉଥିଲା। ମୁଁ ମଧ୍ୟ ଫାଷ୍ଟ ଲାଇନରେ ବସିଥିଲି ପାଷ୍ଟର ହିସାବରେ। ସେତେବେଳକୁ ଗୋଟେ ଆଜ୍ଞା ଆସିଥିଲେ। ସେ ଆଜ୍ଞା ଓଲୋ ମାନେ ସେ ବାକ୍ୟ ବଢିଆ କହିଲେ, ଏତେ ସୁନ୍ଦର ବାକ୍ୟ କହିଲେ। ବାକ୍ୟରୁ ଓଲୋ ଗୋଟେ ଗୋରି ଝିଅଟେ ଯାଇକିରି ଗୋଲାପ ଫୁଲଟି ଗୋଟେ ଦେଲା। ସେ ଆଜ୍ଞା ମାଇକି ଧରିଛନ୍ତି। ସେ ଆଜ୍ଞା କଣ କହିଦେଲେ ଜାଣିଛ ନା? ଏ ପ୍ରଭୁ ମରିଗଲି ବୋଲିକିରି ଧାଇଲେ ସେଠରୁ। ଝିଅ ମଧ୍ୟ ଛାନିଆ ହେଇକିରି ମୁଁ କଣ ଭୁଲ କହିଦେଲି ଇଏ ଧାଉଛନ୍ତି ବୋଲିକିରି, ମାନେ ମୁଁ କଣ ଖରାପ କରିଦେଲି ବେଲା ବେଳକୁ ଆଉ ଗୋଟେ ପାଳକ ଯାଇକି କହୁଛି, ମା ଜୋସେଫ କେମିତି ଧାଇଁଥିଲା ତତେ ମନେ ଅଛି ନା ନାଇଁ? ସେ ବାକ୍ୟ ମନେ ପକେଇ ଧାଇଁଲା ବୋଲି କହିଲେ। ତେଣୁକରି ସେ ମିଟିଂ ରୁ ଓଲୋ ଇଏ ଝିଅ ବୋଧେ ଗୋଲାପ ଫୁଲ ଗୋଟେ ଧରିକିରି, ଆଜ୍ଞା ତମେ କି ବାକ୍ୟ କହିଲ, ତମ ବାକ୍ୟରେ ମୁଁ ପଡିଗଲି ବୋଲି କହୁ ସିଏ ଯେ ଏ ପ୍ରଭୁ ରକ୍ଷା କର ବୋଲି ଧାଉଁଛି ସେ। ଆମେ ଯୁଦ୍ଧରେ ଆଗକୁ ବଢିଲା ବେଳକୁ ଏଗୁଡାକ ସବୁ ଆସିବ। ତେଣୁକରି ଆମେ ଯୁଦ୍ଧକୁ ଜୟ କରିକିରି ଆଗକୁ ଧାଇଁଆ ପଡିବ। ଆଉ ଥରେ ମୁଁ ଆଉ ଗୋଟେ 10-15 ମିନିଟ ମୁଁ କହିବି, ଆପଣ ମାନେ ଧ୍ୟାନରେ ଶୁଣନ୍ତୁ।
ଯୁଦ୍ଧ ସମୟରେ ଯେତେବେଳେ ଘୋଷଣା କରାହବ ଯୁଦ୍ଧ ସମୟରେ ପରମେଶ୍ୱର ମଧ୍ୟ କହିଛନ୍ତି ତୁରୀ ରଖିଛନ୍ତି, 2ଟି ତୁରୀ। କେତେଟା ତୁରୀ? 2ଟି। ତୁରୀର ଅର୍ଥ କଣ? ତୁରୀ ଅର୍ଥ ହଉଛି, ଏବେ ଆପଣଙ୍କୁ ମୁଁ ଯୁଦ୍ଧ ବିଷୟରେ କହିଲି, ଆତ୍ମିକ ଯୁଦ୍ଧ କେମିତି ଲଢିବ। ଆଉ ଗଣନା ପୁସ୍ତକରେ ଯୁଦ୍ଧ ପୁସ୍ତକ ପରମେଶ୍ୱର ରଖିଛନ୍ତି। ଆଉ ଜାକୁବର କଥା କହିଲି, ଜାକୁବକୁ ମଧ୍ୟ ଯୁଦ୍ଧ ନ ଶିଖେଇକିରି, ପାଉଲକୁ ଯୁଦ୍ଧ ନ ଶିଖେଇକିରି ଆଗକୁ ବଢେଇ ନାହାନ୍ତି, ଆମକୁ ମଧ୍ୟ ଯୁଦ୍ଧ ଶିଖେଇକିରି ଆଗକୁ ବଢାଉଛନ୍ତି ପରମେଶ୍ୱର। ହେଲେ ଆତ୍ମିକ ଯୁଦ୍ଧରେ ଆମେ ବଢିବାକୁ ପଡିବ, ଯାଦ୍ୱାରା ଆମେ କନ୍ୟା ବନିବା। କନ୍ୟା ବନଲେ ପ୍ରକାଶିତ 21:1-4 ଭିତରେ ଯୀଶୁ ଆସିବେ, ତାଙ୍କେ ବର ହେବେ, ଆମେ କନ୍ୟା ହବା, ତାଙ୍କେ ବାହାଘର ହେବେ। ତେଣୁକରି ଆମକୁ ଯୁଦ୍ଧ ସମୟରେ ଆଉ ପରମେଶ୍ୱର ଗଣନା ପୁସ୍ତକରେ ଆଉ 10:1 ଟିକେ ପଢିଲେ, ଗଣନା 10:1। ଗଣନା 10:1। ଆଜ୍ଞା। ଠକିଗଲ କି? ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ରୂପାର 2 ତୁରୀ ନିର୍ମାଣ କର, ତୁମ୍ଭେ ପିଟାକର୍ମରେ ତାହା ନିର୍ମାଣ କରିବ, ଆଉ ତୁମ୍ଭେ ମଣ୍ଡଳୀକୁ ଆହ୍ୱାନ କରିବା ବେଳେ ଓ ଛାଉଣି ସମୂହ ପ୍ରସ୍ଥାନ କରିବା ବେଳେ ତାହା ବ୍ୟବହାର କରିବ। ପୁଣି ସେମାନେ ସେହି 2 ତୁରୀ ବଜାନ୍ତେ ସମସ୍ତ ମଣ୍ଡଳୀ ସମାଗମ ଓ ତମ୍ବୁ ଦ୍ୱାରରେ ତୁମ୍ଭ ନିକଟରେ ଏକତ୍ରିତ ହେବେ। ଆଉ ଯେବେ ସେମାନେ ଏକ ତୁରୀ ବଜାଇବେ, ତେବେ ଅଧିପତିମାନେ ଅର୍ଥାତ୍ ଇସ୍ରାଏଲର ସହସ୍ରପତିମାନେ ତୁମ୍ଭ ନିକଟରେ ଏକତ୍ରିତ ହେବେ। ପୁଣି ତୁମ୍ଭେମାନେ ଗଣତୁରୀ ବଜାନ୍ତେ ପୂର୍ବ ଦିଗସ୍ଥିତ ଛାଉଣିର ଲୋକମାନେ ଯାତ୍ରା କରିବେ। ପୁଣି ତୁମ୍ଭେମାନେ ଦ୍ୱିତୀୟ ଥର ରଣତୁରୀ। ଅବିନାଶ ଭାଇ, ଆଜ୍ଞା ହେଲେ ଯୁଦ୍ଧ ସମୟରେ କଣ ବଜା ହବ? ପେମ୍ପର 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 ବୋଲି ଗୋଟେ ତୁରୀ ରଖିଛନ୍ତି ପରମେଶ୍ୱର। ହେଲେ ସେ ତୁରୀ ହଉଛି 2ଟା। ଆଉ ସେ ତୁରୀ ନାଇଁ କି ରୂପାରେ ତିଆରି ହବ। ହେଲେ ସୁନା, ଆଜ୍ଞା ଏବେ ବାଇବେଲରେ ବହୁତ ଜାଗାରେ ସୁନା, ରୂପା ଏ ସବୁ ଜାଗା ବୋଲି ଲେଖା ହେଇଛି, ତମର ବିଶ୍ୱାସ। ହେଲେ ସୁନା କାହାକୁ ବୁଝଉଛି? ସୁନା ବୁଝଉଛି ଯେ ଆମର ଉତ୍ତମ ବିଶ୍ୱାସକୁ ବୁଝଉଛି। ଯୋଉଟା ପ୍ରଥମ ପିତର ସେ 1:7 ଆଡକୁ କହିଲେ ଯେ ସୁନା କଣ ବେଲେ ଆମର ବିଶ୍ୱାସକୁ ବୁଝଉଛି। ମାତ୍ର ଏଠି ଯୋଉ ପରମେଶ୍ୱର ଯୁଦ୍ଧ ସମୟରେ 2ଟା ତୁରୀ ବାଜିବ, ଆଉ ସେ ତୁରୀ ରୂପାର ତିଆରି ହେଇଥିବ। ରୂପାର ଅର୍ଥ ହଉଛି, ମୁଁ ଆପଣ ମାନଙ୍କୁ କହିଦଉଛି ରୂପାର ଅର୍ଥ କଣ। ପୁରାତନ ନିୟମରେ ଯଦି ପାପ କରିବ, କଣ ହେଲେ ପାପ କଲେ, ତମ ଘରର ଲୋକ ହଉ, ଗାଈ ଗୋରୁ କୋଉଟା ହେଲେ, କିଏ ଯଦି କାହାର ବିଲରେ ଯଦି କୋଉ ଗାଈ ଗୋରୁ ପଶିକିରି ତାଙ୍କ ଧାନ ଖାଇଦେଲା କି କଣ ଖାଇଲା, ସେତେବେଳେ ପାପ କଲେ ସେମାନେ ରୂପା ମୁଦ୍ର ଦେଲେ ଏକା, ଆଉ ସେମାନେ ସେ ଗାଈ କି ହଉ ସେ ମଣିଷକୁ ହଉ ମୁକ୍ତି ହଉଥିଲେ। ସେଟା ଲେବିୟରେ ସବୁଠେ। ହେଲେ ରୂପା କାହାକୁ ବୁଝଉଛି? ମୁକ୍ତି କି ବୁଝଉଛି। ମୁକ୍ତି କି ଇଂଲିଶ ରେ କଣ କହିବେ? ମୁକ୍ତି ହେବା, ଫ୍ରିଡମ। ହେଲେ ରୂପା ନାଇଁ କି ଆଉ ଫ୍ରିଡମ କୁ ବୁଝଉଛି। ହେଲେ ସେତେବେଳେ ପରମେଶ୍ୱର କହିଲେ, ଗୋଟେ ତୁରୀ ବାଜିଲା ବେଳକୁ ସବୁ ଲୋକ ପଳା ଆସିବ, କୋଡେ ନିୟମ ସିନ୍ଧୁକ ପାଖକୁ ସମସ୍ତେ ପଳାଇବ। ଆଉ ଗୋଟେ ତୁରୀ ବାଜିଲା ବେଳକୁ ସ୍ୱର୍ଗ ଆଡେ, କିଣାନ ଦେଶ ଆଡେ ଚାଲିବ ସମସ୍ତେ। ଏଇଟା ନିୟମ ଥିଲା। ଆଜି ସେ ତୁରୀ କାହାକୁ ବୁଝଉଛି? ସୁସମାଚାରକୁ ବୁଝଉଛି। ପ୍ରଥମ ତୁରୀ ପରମେଶ୍ୱର ବଜାଇ ଦେଲେ, ଯୀଶୁ ଆସିଲେ, ବାପ୍ତିସ୍ମ ହେଲେ, ଆମେ ସମସ୍ତେ ଏଇଟା ହେଇଗଲେ। କିନ୍ତୁ ଦ୍ୱିତୀୟ ତୁରୀର ମହତ୍ଵ ସମସ୍ତେ ଲୋକ ବୁଝି ନାହାନ୍ତି। ଦ୍ୱିତୀୟ ତୁରୀ ହଉଛି ଗୌରବର ତୁରୀ, ଯୋଉଟା କି 2 କରିନ୍ଥୀୟ 4:4 ଲେଖା ହେଇଛି। 2 କରିନ୍ଥୀୟ 4:4 କାହିଁ ଟିକେ ପଢିଲେ। ଈଶ୍ୱରଙ୍କ ପ୍ରତିମୂର୍ତ୍ତି ଯେ ଖ୍ରୀଷ୍ଟ ତାହାଙ୍କ ଗୌରବମୟ ସୁସମାଚାରର ଆଲୋକ ପରି ଏହି ପ୍ରକାର ଲୋକଙ୍କ ପ୍ରତି ପ୍ରକାଶିତ ନ ହୁଏ, ଏଥି ନିମନ୍ତେ ଏହି ଜଗତପତି ଅବିଶ୍ୱାସୀ ମାନଙ୍କର ଜ୍ଞାନ ଚକ୍ଷୁ ଅନ୍ଧ କରିଅଛି। ହେଲେ ଗୋଟେ ତୁରୀ ଯୋଉଟା କି ଆମର ଏବେ ସୁସମାଚାର, ଜଣେ ମାନେ କୃଷର କଥା, ଆଉ ଯୀଶୁଙ୍କୁ ଜାଣିବା, ଆଉ ବାପ୍ତିସ୍ମ ହେବା, ଏଇଟା ଆମେ ସମସ୍ତେ ଜାଣିଦେଲେ। କିନ୍ତୁ ଦ୍ୱିତୀୟ ତୁରୀ ହଉଛି ଗୌରବର ତୁରୀ। ଗୌରବର ତୁରୀ ପାଖକୁ ଏବେ ଯାଇ ସମସ୍ତେ ଆସିନାହାନ୍ତି, ଦ୍ୱିତୀୟ ସୁସମାଚାରକୁ ଆସିନାହାନ୍ତି ସମସ୍ତେ। ଆଉ ଯେମିତି କି ସେ ଦ୍ୱିତୀୟ ସୁସମାଚାରକୁ ଜାଣିବା, ଏବେ ସମସ୍ତଙ୍କୁ ଯାଇକିରି ପରମେଶ୍ୱର ସନ୍ନିକଟ, ଆଉ ତମେ ସମସ୍ତେ ରେଡି ହୁଅ,
ए सबु कहवा नले से शैतान कौन कर देछि समस्त आखि बांधी देछि से गौरवर सुसमाचार जानि पानथि हेले तुरी रे अर्थ कोन युद्ध समय रे तुरी हेले सेतेबेले मध्य स्वर्ग रे नै कि दीटा तुरी बाजिबो हेले कोन सेरा गोटे होछि पब्लिक तुरी आ गोटे होछि गुप्त तुरी गोटे कोन कहली पब्लिक तुरी आ गोटे गुप्त तुरी पब्लिक तुरी रे समस्त जीसु जानिबे सेटा माथ्यू 24 रो 31 रे माथ्यू 24 रो 31 टिके पढो ଆଉ ସେ ମହାତୋରି ଧ୍ୱନି ସହିତ ଆପଣା ଦୂତମାନଙ୍କୁ ପ୍ରେରଣ କରିବେ ଏବଂ ସେମାନେ ଆକାଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଚତୁର୍ଦିଗରୁ ତାହାଙ୍କର ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ। मनोनीत लोक को आगग्रे एकत्र करिवाडा होछि प्रथम तुरी बाजिबो मात्र ଆଜ୍ଞା। द्वितीय तुरी कोन प्रथम थेसलोनिक्य 4 रो 16 କାରଣ ପ୍ରଭୁ ଆପେ ଆଦେଶ ଦେଇ ପ୍ରଧାନ ଦୂତଙ୍କ ସ୍ପର ଓ ଈଶ୍ୱରଙ୍କ ତୁରୀ ବାଦ୍ୟ ସହିତ ସ୍ୱର୍ଗରୁ ଅବତରଣ କରିବେ ସେଥିରେ ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ଥାଇ ମରି ଅଛନ୍ତି ସେମାନେ ପ୍ରଥମେ ମାନେ ପ୍ରଥମରେ ଉଠିବେ। ଉଠିବେ। ख्रीष्टଙ୍କ ठारे थाई मरि अछंती अनेक आहूत अल्प मनोनीत जो माने ଅପମାନନିତ मरिथिबे सेमाने आका उठिबे हेले आपण मानकु एबे कहि देली दुईटा तुरी बाजियो गोटे होची से गोटे तुरीडा को समस्त जानिबे सारा पृथ्वीर हिंदू मुसलमान ख्रिस्टियन समस्त जानिबे किंतु द्वितीय तुरी तांको कानरे आका सुबियो जो माने जीसुंको पाई मरिचंदी जीसुंको पाई क्रूस उठैचंदी देखंतु जेतबेले मिस्र देशरु सब लोक जाउथले से गला बेले अच्छा मत गोटे कथा कहल मिस्र देशरू बाहर सुपसागर पार हेले पार हो परमेश्वर 40 दिन बाट को केते दिन नेले 40 दिन रास्ता को केते दिन तांको बुलेले सब 40 वर्ष 40 वर्ष पहले 40 वर्ष बड़ आराम रे बुलले कि से माने ना नहीं दुख कष्ट समस्या दे गले हेले मंडली मध्य एबे आमे जो मंडली रे अछु आमे स्वर्ग को जाउछु आमे तांके बर आमे कन्या हेगिरी आमे जो जीवा ए जीवा जीवन तुरी बाजिला बेले प्रथम तुरी समस्त सुनिबे किंतु द्वितीय तुरी गुप्त तुरी जो माने कष्ट दुख रे थाई जीसु को पाई मरिथिबे से माने आका सुनिबे कारण परमेश्वर जेतळे नेले से नेला बेले जो मंडली जाउथले से 6 लाख लोक जाउथले से 6 लाख लोक भितरु समस्त परमेश्वर पाखु जाई पालेनी आ जोटा कि सेमानकु गोटे बाट देगिरी जीवा पड़ला प्रेरित 7:38 टिके पड़ले प्रेरित 7:38 ଏହି ବ୍ୟକ୍ତି ପ୍ରାନ୍ତରସ୍ଥ ମଣ୍ଡଳୀ ମଧ୍ୟରେ ସିନୟ ପର୍ବତରେ ତାହାଙ୍କ ସହିତ କଥା କରୁଥିବା ଦୂତଙ୍କ ଓ ଆମ୍ଭମାନଙ୍କ ପିତୃପୁରୁଷ ମାନଙ୍କ ମଧ୍ୟରେ ମଧ୍ୟସ୍ଥ ଥିଲେ ସେ ତୁମମାନଙ୍କୁ ଦାନ କରିବା ନିମନ୍ତେ ଜୀବନ୍ତ ବାକ୍ୟ ସମୂହ ପ୍ରାପ୍ତ ହେଲେ बास हेले मंडली बेल लिखाई छी देखंतु प्रांत स्थित मंडली बेल लिखाई छी ना सेठी हां ठीक है हां हेले प्रांत बेली कहले कोन कि से मरुभूमि पानी नथिबो कांदु थिबे मोसा पानी टिके दे रे सोस लागुची हेले हेले तम जीवन यात्रा रे गला लगु परमेश्वर पाखु से तुरी बाजिला लगु मध्य द्वितीय तुरी के सुनिबो जो माने ख्रीष्टंक पाई जे मरिथिबो सेथि पाई मोर जेते भाई भणी अछन तो युद्ध करूचो से युद्ध समय रे आ द्वितीय तुरी सुनिबा पाई समस्त रेडी हो आ आत्मा रे थिलागा आ से तुरी सुनी परिबो काई बेले आमे अक्षर रो सेवा करूनु आमे द्वितीय करन्त्य 3 रो 5-6 पढंतु द्वितीय करन्त्य 3 रो 5-6 आम्भे माने किछि उद्भावन करबाकू समर्थ एपरि नुहे मात्र आम्भ मानकर सामर्थ्य ईश्वरଙ୍କ ठारू से तो आम्भ मानकू अक्षरर सेवक करी नाहंती मात्र पवित्र आत्माଙ୍କ अर्थात नूतन नियमर सेवक हेबाकू सामर्थ्य देई अछंती कारण अक्षर मृत्युदायक मात्र पवित्र आत्मा जीवनदायक ले आमे एबे आत्मार जीवनदायक रे अच्छे एबे हेले जेणु जेते लोक ईश्वरंकर आत्मांक द्वारा चालित होंती से माने ईश्वरंकर संतान
आत्मा न आसिले कार संतान शैतान रो संतान तेणुकरी आत्मा को पाइगिरी आगु युद्ध करिगिरी तुरीर शब्द शुणिगिरी बढ़िबा पई समस्त चेष्टा करतु कारण प्रथम एबे आपण को सब बेले हमर राजीव दानिएल कि अन्य अन्य प्रचारक माने कहि थांती 666 आसी गला 666 बेले 666 रो अर्थ कोन कि प्रथम ना नहीं बाइबल रे 66 टा पुस्तक अछि केतरा पुस्तक 66 टा 66 टा हेले प्रथम 6 होची आदम एदन उद्यान रे तयारी हला द्वितीय 6 होची एदन उद्यान भांगी जिवारु द्वितीय जीसु आसिले द्वितीय 6 हला से बंधुता पई आसिले जीवन देबा पई आसिले मात्र एबे कोन चलची आउ गोटे 6 धनिगिरी आउ गोटे 6 धरिगिरी आउ जने आसुची से कोन भंड ख्रीष्ट से कहूची मु आगा जीसु मु पृथ्वी रे पहुंची गेली बोलची तेनु करी तीनटा 6 हे गेले सेटा भंड जीसु पळाउसन जे जीसुंकर स्थान नेबा पई से पळाउची तेनु करी 666 आसिला बोलिगिरी समस्ते कहंती हेले मु कोन कहूची जे आमे जिमिदी हेले जो आघर माने जो लोक माने जो माने आमे एबे जो प्रांत मध्य देगिरी जाइगिरी जो तुरी शब्द शुणिगिरी कानगु आमे आगु को गति करिबा गोटे वाक्य पढ़ेगिरी आ मु शेष करबी जे आमे युद्ध रे चलला बेले आ दीडा वाक्य आ कहि देबी आपण मानकु सुनि दियंतु प्रथम करंथियो 15 रो 19 टिके पढ़ले प्रथम करंथियो 15 रो 19 जदि केवल एही जीवन निमंते आम्भे माने कृष्ण ठारे भरोसा रखिअछु तेबे समस्त मनुष्य ठारू आम्भे माने दुर्भाग्य ए जीवन निमंते जदि जीसु दरकार हो बोली आमे जदि देखुचे सब मनुष्य ठारू आमे दुर्भाग्य बोले जीसु नाम रे टंका पळासु जीसु नाम रे मोर बिल्डिंग हे जाऊ जीसु नाम रे मो झियर बागर हे जाऊ खाली ए जीवन निमंते जदि आमे बंचुचे स्वर्ग पई आमे जदि बंचुने बेले आमे सब ठारू दुर्भाग्य बोली लेखाइछि तेनु करी आमे ए जीवन पई नै आमे स्वर्ग जीवन पई रेडी हेबा आ द्वितीय कथा से स्वर्ग जीवन पई हेलाळू जो प्रांतर रो आ तुरी बाजिला समय रे जो लोक माने गति करूथले किणान अभिमुखे से किणान अभिमुखे कलाळगु हमगु दुख आसीबो कष्ट आसीबो निंदा आसीबो आ से बध्य देगरी हमगु जीवागु पड़िबो अले गोटे वाक्यडी आपण मान पढेबी एवरी 11 रो 35 पदडा टिके पढंतु कोन विश्वास माने कोन स्त्री लोक माने आपण आपण मृत माननकु पुनरुत्थान द्वारा प्राप्त हेले अन्य माने उत्कृष्टतर पुनरुत्थान प्राप्त हेबा निमंते उद्धार पाइबाकू इच्छा न करी महाजंत्रणा भोग कले बास हेले केतरा स्त्री लोक माने कोन करथले हे प्रभु मते बंचाई दियो मते उद्धार कर दियो मते एडा कर दियो बोलथले मात्र अन्य केतेगा स्त्री माने कोन कहथले आमे मरि गेले मरि जीव सिना हमगु जीसु दरकार हैला ए बाकीडा भाई अविनाश भाई पढ़ दियो स्त्री लोक माने आपण आपण मृत माननकु पुनरुत्थान द्वारा प्राप्त हेले अन्य माने उत्कृष्टतर पुनरुत्थान प्राप्त हेबा निमंते उद्धार पाइबाकू इच्छा न करी महाजंत्रणा भोग कले उद्धार पाइबाकू इच्छा न करिगिरी कोन कले महाजंत्रणा आज तुम जीवन रे सेडा थिवाची प्रभु मते इठी के आरएसएस बदरंग केल मार दो मते जीसु दरकार बास मरि जीवी सिना मते जीसु दरकार मते से तुरी दरकार गुप्त तुरी दरकार से तुरी रे मु आगु बढ़ी प्रेज द लॉर्ड प्रभु ए वाक्य रे तुम समस्त को आशीर्वाद करंतु हालेलुया प्रेज द लॉर्ड 10 मिनिट खान्ते टिके भलै था आउ नहीं पारिबिनी बळ भांगी जाउची मोर हला प्रेज द लॉर्ड जो